अनंत कोटि वैष्णव भक्त वृंद की जय। प्रेम से कहो श्री कृष्ण चैतन्य प्रभु नित्यानंद, श्री अद्वैत गदाधर शिवासदि गौर भक्त वृंद की जय। श्री श्री राधा कृष्ण गोप गोपी गोवर्धन श्याम कुंड राधा कुंड दादा सनातन ब्रजमंडल धाम की जय। वृंदावन मथुरा धरिका धाम की जय। मायापुर नवद्वीप धाम की जय। पुरुषोत्तम की जगन्नाथपुरी धाम की जय। गंगा माई जमुना माई की जय। भक्ति देवी तुलसी महारानी की जय। श्रीमती राधा रानी की जय। श्रील प्रभुपाद ग्रंथ वितरण की जय। ग्रंथराज श्रीमद् भागवतम की जय। समवेत गौर भक्त वृंद की जय। निताई गौर प्रेमानंद हरि हरि बोल। ओम ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनीति नामिने। नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुसे नमः। हे कृष्णा करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरोर्वश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद, श्री अद्वैत गदाधर श्रीवासादि गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। समस्त मुंह पचे पचे उच्चारण करंतु। ओम नमो भगवते वासुदेवाय। 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 नारायणं नमस्कृत्यं नरं चैव नरोत्तमं देवीं सरस्वती व्यास ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमां वन्दे श्रीगुरो दीनतारिणं परमानन्दमाधव श्रीचैतन्य ईश्वर। हरे कृष्ण। समस्त पुनः विशेष धन्यवाद। ସମସ୍ତେ ଭିଡିଓ ଅନ୍ କରିକି ନୋଟ୍ କରିବା ପାଇଁ ଖାତା ପାଖରେ ରଖିଥିଲେ ବହୁତ ଭଲ। ସମସ୍ତଙ୍କୁ ଗ୍ରୁପ ରେ ମିଳି ଯାଇଥିବ ପିଡିଏଫ ମୁଁ ପଠେଇ ଦେଇଥିଲି କ୍ୱେଶ୍ଚିନ୍ ଆନ୍ସର ପାଇଁ ଆଉ କିଛିଟା ହିଣ୍ଟସ୍ ପାଇଁ। ଏମିତି ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ଏକଚନ୍ଦ୍ରସ୍ତମୋହନ୍ତି ନ ଚ ତାରାଗଣ ପିଛ। ତ ଗୋଟିଏ ଚନ୍ଦ୍ରମା ଆକାଶରେ ଯେତିକି ପ୍ରକାଶ ଆମକୁ ପ୍ରଦାନ କରିପାରିବେ ତା ମାଧ୍ୟମରେ ରାତ୍ରିର ଅନ୍ଧକାର ଦୂର ହେଇପାରିବ, କିନ୍ତୁ ଅନେକ ତାରା ମାନେ ଥିଲେ ମଧ୍ୟ ବିଶେଷ ଫରକ ପଡିବନି। ତେଣୁ ସେଥିପାଇଁ ଭଗବାନ ଖୋଜନ୍ତି ସବୁବେଳେ କି ନିଷ୍ଠାପର ଭକ୍ତ ମାନେ ନିଷ୍ଠାପର ଭକ୍ତ ମାନଙ୍କର ଖୋଜରେ ଥାନ୍ତି। ଭାଗବତ ଲାଷ୍ଟ କୋଉ ସେସନରେ ମୋର ମନେ ପଡୁନି କହିଥିଲେ କି ଯଦି ଆମେ ଭଲ ଭକ୍ତି କରିବା, ଆମକୁ ଭଗବାନଙ୍କର ଦର୍ଶନ କରିବା ପାଇଁ ଲାଳାୟିତ ହେବା ପରିବର୍ତ୍ତେ ଆମର ଭଗବାନଙ୍କ ପ୍ରତି ପ୍ରେମମୟ ସେବା ଏତେ ସୁନ୍ଦର ହବା ଦରକାର ଯାକି ଭଗବାନଙ୍କର ଉତ୍କଣ୍ଠା ଆସିବ କି ଏ ମୋର ନିଜ ଭକ୍ତ। ତ ତାଙ୍କର ଆମ 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 ତ ବିଶେଷ ଯଦି ସେତିକି ଶୁଦ୍ଧ ହବା ତାହେଲେ ଭଗବାନ ଆମ ଦର୍ଶନ ପାଇଁ ଦେଖିବାକୁ ଚାହିଁବେ କି କିଏ ସେଭଳିଆ ଅତି ଉନ୍ନତ ଭକ୍ତ ବୋଲି। ତେଣୁ ସେତିକି ନିଷ୍ଠାପର ଭାବରେ ଆମକୁ ସେବା କରିବାର ଅଛି, ଭଗବାନଙ୍କ ସେବାରେ ନିଜକୁ ପ୍ରସ୍ତୁତ କରିବାର ଅଛି। ବେଳେ ବେଳେ ଆମେ କୌଣସି କାର୍ଯ୍ୟରେ ଘରେ ବାହାରେ ସ୍କୁଲ କଲେଜରେ ପାଠ ପଢୁଛନ୍ତି କିଛି ବି କରୁଛନ୍ତି, କିନ୍ତୁ ସିଧାସଳଖ ଆମେ ଭଗବାନଙ୍କର ସେବା ହରିନାମ ବ୍ୟତୀତ ଅଲଗା ପ୍ରାୟ କେହି କିଛି କରନ୍ତିନି। ହରିନାମ କରିବା ୟା ପରେ ଭାଗବତମ ପଢିବା ଭଗବାନଙ୍କର ଦିବ୍ୟ ସେବା ସିଧାସଳଖ ଭାବରେ। ତେଣୁ ତଥାପି ଆମକୁ ସେଇଭଳିଆ ଚେତନା ସେଇଭଳିଆ ମାନସିକତାକୁ ବଜାୟ ରଖିବାର ଅଛି। କେମିତି ଆମେ ସେବା କରିପାରିବା।
ତେଣୁ ବହୁତ ସମୟରେ ଆମର ଲୋକମାନେ କୁହନ୍ତି କର୍ମ ହିଁ ପୂଜା ବୋଲି। କିନ୍ତୁ କୋଉ କର୍ମ ବାସ୍ତବରେ ଭଗବାନଙ୍କ ଆଡକୁ ଆମକୁ ନେଇକି ଯିବ ଆଉ କୋଉ କର୍ମ ବାସ୍ତବରେ ଆମକୁ ନର୍କଗାମୀ କରିବ, ତ ଦିଟାର ଅନ୍ତର ଆମକୁ ଜାଣି ନେବା ଉଚିତ ସମୟ ପୂର୍ବରୁ। ତେଣୁ ସେଥିପାଇଁ ଆଜିର ଆମେ ଟପିକ ଦେଖିବା କି ରୋଲ ଅଫ ଗୁଡ ଆଣ୍ଡ ବ୍ୟାଡ କର୍ମ ଇନ ଡିସାଇଡିଂ ଆୱାର ଡେଷ୍ଟିନି। ଆମର ଭଲ ଆଉ ଖରାପ କର୍ମ ଆମର ଭାଗ୍ୟ ନିର୍ଦ୍ଧାରଣରେ କେତେ ଦୂର ସହାୟକ ହୁଏ। ସମସ୍ତେ ଟ୍ରାଏ କରିବ ନୋଟ କରିବା ପାଇଁ। ମୁଁ ପ୍ରାୟ ସବୁତକ ପଏଣ୍ଟସ ଗୁଡା ଗ୍ରୁପରେ ସେୟାର କରିଦେଇଛି। ଖାଲି ଆମେ ଆଜି ଲାଷ୍ଟ ସିକ୍ୱେନ୍ସରେ ଦେଖିନେବା। କେହି କେହି ଶୁଣିଥିବେ କି ଆଇନଷ୍ଟାଇନଙ୍କର ସରି କଣ ଆଇନଷ୍ଟାଇନ ନ୍ୟୁଟନଙ୍କ ଥାର୍ଡ ଲ ଅଛି, ପ୍ରତ୍ୟେକ କର୍ମର ସମାନ ଆଉ ବିପରୀତ ପ୍ରତିକ୍ରିୟା ଅଛି। କିନ୍ତୁ ଆଇନଷ୍ଟାଇନଙ୍କର ଗୋଟେ ଲ ଅଛି କି ଶୁଣିଥିବେ କି କଣ ଲ ଅଫ ୱେବ ଅଫ ପେନ ନା ଏମତି କଣ ମନେ ପଡୁନି ଏକ୍ସାକ୍ଟ ତାର ନାଁ ଟା। ତ ଲ ଅଫ ୱେବ ଅଫ ପେନ୍ ନା ଏମତି ୱେବ ଅଫ ପେନ୍ ମାନେ ସେ କହିବା କଥା କି ଯଦି କି କୌଣସି ଜୀବ ହତ୍ୟା କରୁଛନ୍ତି, ତ ସେ ଜୀବ ଯେତେବେଳେ ମୃତ୍ୟୁ ସମୟରେ ଅତ୍ୟଧିକ ଚିତ୍କାର ବଗେରା କରେ, ତା ଦ୍ଵାରା ଯୋଉ ତରଙ୍ଗ ସୃଷ୍ଟି ହୁଏ, ତ ତା ମାଧ୍ୟମରେ ବିଭିନ୍ନ ପ୍ରକାର ନ୍ୟାଚୁରାଲ ଡିଜାଷ୍ଟର ଗୁଡା ହାପେନ ହୁଏ। ବିଶେଷ କରିକି ଆର୍ଥକ୍ୱେକ ବଗେରା ହୁଏ। ତ ଏଇଟା ମୁଁ କହୁନି ଆଇନଷ୍ଟାଇନ କହିଛନ୍ତି। ସବୁ ଜିନିଷର ଗୋଟେ କ୍ରିୟା ଥିଲେ ତାର ବିପରୀତରେ ପ୍ରତିକ୍ରିୟା ଥାଏ। ତେଣୁ ଆମେ ଯେତେବେଳେ ଦେଖୁଛେ କେହି ଭଲ କର୍ମ କରୁଛନ୍ତି, କେହି ଖରାପ କର୍ମ କରୁଛନ୍ତି, କେବେ ଆମେ ଦେଖୁଛେ ଗୋଟେ ଭଲ ଲୋକ ସାଙ୍ଗରେ ଖରାପ ବି ହଉଛି, କେତେବେଳେ ଆମେ ଦେଖୁଛେ ଗୋଟେ ଦୋଷୀ ବି ଖସିକି ଚାଲି ଯାଉଛି। ବେଳେ ବେଳେ ଆମେ ଦେଖୁଛେ ଆମେ କେବେ କଲେଜ ଆସିଲା ବେଳେ ଦେଖିଥିବା ଗୋଟେ ପିଲାଟେ ବହୁତ ବଢିଆ ସେ ଧନୀ ଥିବ, ବହୁତ ସୁନ୍ଦର ଦେଖା ହାଉଥିବ, ପଇସା ପତ୍ର ବି ବହୁତ ବଢିଆ ଥିବ, ଆଉ ଭଲ କଣ ଭଲ ପରବରିଶ ବି ଥିବ, ଆଉ ବଢିଆ ସେ ସିଏ ତାଙ୍କର ପ୍ୟାରେଣ୍ଟସ ମାନେ ତାକୁ ଭଲସେ ବଢେଇକି ଛାଡିଥିବେ, କୌଣସି ଜିନିଷର ଅଭାବ ରଖିନଥିବେ। ତ ସେ ପିଲା ଯେତେବେଳେ ଆସୁଛି ସେ ଭଲ ହେଲ୍ଥ ମେଣ୍ଟେନ କରିକି ପାଠ ପଢୁଛି, ସବୁ କରୁଛି, ଭଲ ସ୍କୋର କରୁଛି। ଆଉ ଗୋଟେ ପିଲା କଣ କରୁଛି, ଯେତେବେଳେ ଦେଖୁଛେ କି ନାଇଁ ସେ ଘର ସେ ପିଲାଟା ଏତେ ଧନୀ ନୁହେଁ, ଗରିବ ଘର ପିଲା, ତା ମା କୁ ତା ବାପା ଛାଡି ଦେଇଛନ୍ତି ପିଲା ଜନ୍ମ କଲା ପରେ, ତାର ଦୁଇ ତିନିଟା ଭଉଣୀ ବି ଅଛନ୍ତି, ତ ତାକୁ ପାଠ ପଢିବା ପାଇଁ ସଂଘର୍ଷ କରିବାକୁ ପଡୁଛି, ସେ ଆଭରେଜ ସ୍କୋର କରୁଛି, କି ବେଳେ ବେଳେ ତାକୁ ଏଜୁକେସନ ଲୋନ ବି ନବାକୁ ପଡୁଛି। ତ ଆମ ମନରେ ପ୍ରଶ୍ନ ଆସିପାରେ କି ଏ ଦିଟା ପରିସ୍ଥିତି କଣ ପାଇଁ? କେବେ ଆମେ ଭାବିଛି କି ଏଟାକୁ ସ୍ୱାପ କରିଦେଇ ପାରିବା? ସ୍ୱାପ ମାନେ ୟାର କ୍ୟାରେକ୍ଟର ସିଏ ପ୍ଲେ କରନ୍ତା, ତାର କ୍ୟାରେକ୍ଟର ସିଏ ପ୍ଲେ କରନ୍ତା। ଏମିତି ଆମେ ହେଇଥିଲେ ଆମେ ଭଲ ହୁଅନ୍ତା କି ଆମେ ଟାଟା ଅମ୍ବାନୀ କି ଧନୀ ଘରର କ୍ୟାରେକ୍ଟର ନିଭେଇ ଦେଇଥାନ୍ତେ, ଆଉ ବାକି ଯାହା ହଉଛି ଆମେ ପରେ ଦେଖିବା। ଆଉ କେହି ଭାବି ପାରନ୍ତି କି ଆମର ହବନି, କାହିଁକିନା ଆମକୁ ମିଳୁନି। ତ ସେଥିପାଇଁ ଏ ଦୁନିଆରେ ବିଭିନ୍ନ ପ୍ରକାରର ଡିଫରେଣ୍ଟ ଜିନିଷ ଅଛି। ବିପରୀତ ଧର୍ମାନ୍ତି ଧନୀ କିଏ ଗରିବ, କିଏ କଳା, କିଏ ଗୋରା, କିଏ ମାନେ ସୁନ୍ଦର ଦେଖା ହାଉଛି, କିଏ ଅସୁନ୍ଦର ଅଛି, କିଏ ଷ୍ଟ୍ରଙ୍ଗ ଅଛି, କିଏ ଦୁବଲା ପତଲା ଅଛି, କିଏ ଡକ୍ଟର ଅଛି, କିଏ ଇଞ୍ଜିନିୟର ଅଛି, କିଏ ପାଠ ପଢୁଛନ୍ତି, କିଏ ପାଠ ପଢୁନାହାନ୍ତି, କିଏ ଚାକିରି କରିଛି, କିଏ ଚାକିରି କରୁନାହାନ୍ତି। ତେଣୁ ଏତେ ସବୁ ଅନଫେୟାର କାହିଁକି? ଅନଫେୟାର ମାନେ ଏତେ ବିପରୀତ ଧର୍ମୀ କାହିଁକି ସ୍ଥିତି ଅଛି? ଭଗବାନ ଯଦି ସତରେ ଅଛନ୍ତି, ତାହେଲେ ଭଗବାନ ତ ସମସ୍ତଙ୍କୁ ସମ ଦୃଷ୍ଟି ଦବା କଥା। କିନ୍ତୁ ଭଗବତ ଗୀତାରେ ଭଗବାନ କହିଦେଇଛନ୍ତି କି ମୁଁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ ବୋଲି। ତାହେଲେ ଏତେ ଡିଫରେନ୍ସ କାହିଁକି ଆସେ? କଣ କାରଣ ହେଇପାରିବ? କିଏ କହିବ? ଯାଙ୍କର ଭିଡିଓ ଅନ୍ ଅଛି, ମୌସୁମୀ ମାତାଜି କହିଲ କଣ ହେଇପାରେ? ସବୁ ଲୋକ କହୁଛନ୍ତି ଭଗବାନ ଅଛନ୍ତି, ଦେଖିଲା ବେଳକୁ ତମେ ଗରିବ, ମୁଁ ଧନୀ, କି ମୁଁ ଧନୀ, କିଏ ପାଠ ପଢୁଛି, କିଏ ପାଠ ପଢୁନି, ଏମିତି କଣ ପାଇଁ ଅଛି? ହରେ କୃଷ୍ଣ ପ୍ରଭୁ ପ୍ରଭୁଜୀ ତାଙ୍କର ପୂର୍ବ ଜନ୍ମର କର୍ମର ଫଳ ହେଇଥିବ। ପୂର୍ବ ଜନ୍ମର କର୍ମର ଫଳ। ପୂର୍ବ ଜନ୍ମରେ ତାର ଭଗବାନ କାହିଁକି ଅଛନ୍ତି? ଭଗବାନ ତ ସବୁ ସମାନ କରିଦବା କଥା। ପାଣିରେ ଗୋଟେ ଟେକାଟେ ପକେଇଲେ ପାଣି ଯେତିକି ବଂଶରେ ଟେକାଟା ପଡିବ ସେତିକି ଖାଲ ହେଇଯାଏ, ତୁରନ୍ତ ଅଲଗା ପାଣି ଆସିକି ମିଶିଯାଏ। ତେଣୁ ଭଗବାନ ତ ସମାନ କରିଦବା କଥା, ଭଗବାନ କାହିଁକି ସମାନ କରିଦଉନାହାନ୍ତି? ସତ୍ୟବତ ପ୍ରଭୁ କହିଲ। ଆଚ୍ଛା, ମୁଁ ଯାହାର ଭିଡିଓ ଅନ୍ ଅଛି ତାକୁ ହିଁ ପଚାରିବି, କାହିଁକି ନା ସମୟ ଯିବହାରି। ଓକେ, କିଏ କହିବ? ଆୟୁଷି କହିଲ ଲାଷ୍ଟ, ଆଉ ତାପରେ ଷ୍ଟାର୍ଟ କରିବା। ପ୍ରଭୁଜୀ ଭଗବାନ କିଛି ଆମକୁ କ୍ଷୁଦ୍ର ସ୍ୱାଧୀନତା ଦେଇଛନ୍ତି, ଯାହାକୁ ନେଇ ଆମେ କିଛି କରିବୁ।
भगवान किसी क्षुद्र स्वाधीनता स्वल्प स्वतंत्रता प्रदान करछन्ति भगवान केबे कार स्वतंत्रता रे हस्तक्षेप करन्तिनि ସେଥିପାଇଁ ଭଗବାନ ସମତୁଲ କରିବେନି ସମତୁଲ କରିବା ଲୋକ ବି ଆମେ ହବା ଦରକାର ତେଣୁ ଯୋଉ କର୍ମର ନିୟମ ଅଛି ତା କଜ ଆଣ୍ଡ ଇଫେକ୍ଟ ଦିଟା ବାଲାନ୍ସ କରେ ଏଟା ମନେ ରଖିବାର ଅଛି ସେଥିପାଇଁ ପ୍ରତ୍ୟେକ କର୍ମର ସମାନ ଆଉ ବିପରୀତ ପ୍ରତିକ୍ରିୟା ହିଁ ଅଛି ଆମେ ଗୋଟେ କଏନ ଟେ ଉପରକୁ ପକେଇଦବା ତ ଉପରକୁ ପକେଇଲା ମାନେ ସେ ନିଶ୍ଚୟ ତଳେ ପଡିବ ଯଦି କିଏ ଆଜି ବ୍ୟାଙ୍କ ରେ ବହୁତ ପଇସା ଡିପୋଜିଟ କରିଥିବ ତ ତାର ଇଣ୍ଟରେଷ୍ଟ ସାଙ୍ଗରେ ସେଇଟା ଆସିବ ଯଦି କିଏ ଆଜି ବହୁତ ମଦ ପିଉଥିବ କାଲି ସେ ରୋଗର ଶିକାର ହବ ତ ଏଟା ନ୍ୟାଚୁରାଲ ଲ ହେଲା ତେଣୁ ଫାଷ୍ଟ ଆମେ ଦେଖିବା କର୍ମ କଣ ସମସ୍ତେ ଟିକେ ଧ୍ୟାନ ଦେଇକି ଶୁଣିବ କାହିଁକିନା ଏଇ ଟପିକ ପୁରା ବହୁତ ଗୁଡା ଜିନିଷ ଅଛି କିନ୍ତୁ ସମରାଇଜ କରିକି ଅଛି ତ କର୍ମ ମାନେ କଣ ଜୀବ ଯେତେବେଳେ ଭୌତିକ ଚେତନାରେ ମେଟେରିଆଲ କନସିୟସନେସ ରେ ଗୋଟେ ଶରୀରକୁ ପ୍ରାପ୍ତ ହଉଛି ତ ତା ଦ୍ଵାରା ଯାହା ବି କିଛି କାର୍ଯ୍ୟ ହଉଛି ସେଟା ତାର କର୍ମ ହେଲା ତ ଜୀବ ଯେତେବେଳେ ଭୌତିକ ଶରୀର ଭୌତିକ ଚେତନା ଦ୍ଵାରା ପ୍ରଭାବିତ ହଉଛି ସଞ୍ଚାଳିତ ହଉଛି ତ ସେଇଟା ହିଁ ତାର କର୍ମ ତେଣୁ ବେଳେ ବେଳେ ସେ ଚାହେଁ କି ନାହିଁ ତାର ଭଲ ଗୁଣ ଆସେ କେତେବେଳେ କି ସେ ଚାହେଁ କି କେତେବେଳେ ଆସେ ଖରାପ ଗୁଣ ଭଲ ଗୁଣ ଯେତେବେଳେ ଆସେ ସେ ଚାହେଁ କି ନାହିଁ ମୁଁ ଶରୀର ନୁହେଁ ମୁଁ ଆତ୍ମା ବୋଲି ତ ମୋର କିଛି ହାୟର ଡ୍ୟୁଟି ଅଛି କେତେବେଳେ ତାର ଖରାପ ଜିନିଷ ସମୟ ଆସେ ଅର୍ଥାତ୍ ସେ ଭାବେ କି ମୁଁ ଏଇ ଶରୀର ବୋଲି ତେଣୁ ଆମେ ଆମର ପରିଚୟଟା ଯେତେବେଳେ ଶରୀର ସହିତ ଭୌତିକ ବସ୍ତୁ ସହିତ ତୁଳନା କରନ୍ତି ସମକକ୍ଷ କରନ୍ତି ସେତେବେଳେ ସେ ଭୌତିକ ଜଗତର ଅନ୍ଧକାର ଭିତରେ ପୁଣି ଫସିଯାଏ ତେଣୁ ସେଥିପାଇଁ ଜୀବ କଣ ନା ନଈର ମଝିଆ ମଝି କଣ କହନ୍ତି ମାର୍ଜିନାଲ ପୋଟେନ୍ସି ମାର୍ଜିନାଲ ମାନେ ନା ଏ କୂଳର ନା ସେ କୂଳର ସେ ମଝିରେ ଅଛି ଯେମିତି ତମେ ସମୁଦ୍ର କୂଳ ପୁରୀ ଯିବ ସମୁଦ୍ର କୂଳ ପାଖକୁ ତ ଗୋଟେ ଜାଗାରୁ ଦେଖିବ ବିଶାଳ ସମୁଦ୍ର ଷ୍ଟାର୍ଟ ହେଇଛି ତ ଯୋଉଠୁ ଷ୍ଟାର୍ଟ ହେଇଛି ସେ ପଏଣ୍ଟ ସେଠି ଟିକେ ପାଣି ଷ୍ଟାର୍ଟ ହଉଛି କିନ୍ତୁ ତା ପୂର୍ବରୁ ସ୍ଥଳ ଭାଗ ଅଛି ତ ଆମେ କୋଉଠି ଠିଆ ହେଇଛେ ପୁରା ମିଡିଲ ରେ ଠିଆ ହେଇଛେ ଆମର ଇଚ୍ଛା ହେଲେ ଆମେ ଭିତରକୁ ଯାଇପାରିବା ଯଦି ଇଚ୍ଛା ନହେଲା ବ୍ୟାକ୍ ଆସିପାରିବା ତେଣୁ ଜୀବକୁ କୁହାଯାଏ କଣ ଜୀବ ଭଗବାନଙ୍କର ସୁପିରିୟର ଏନର୍ଜି ନୁହଁ କିମ୍ବା ଇନଫେରିୟର ଏନର୍ଜି ନୁହେଁ ସୁପିରିୟର ଏନର୍ଜି କୁ କଣ କୁହାଯାଏ ଅନ୍ତରଙ୍ଗା ଶକ୍ତି ଇନଫେରିୟର ଏନର୍ଜି ମାନେ ଭୌତିକ ଭୂତ ପ୍ରକୃତି ତାକୁ କୁହାଯାଏ ବହିରଙ୍ଗା ଶକ୍ତି କିନ୍ତୁ ଜୀବ ମାନେ କୋଉଥିରେ ଥାନ୍ତି ଅନ୍ତରଙ୍ଗା ସରି ଆମର କୋଉଥିରେ ଥାନ୍ତି ନା ଅନ୍ତରଙ୍ଗା ନା ବହିରଙ୍ଗା ତଟସ୍ଥ ଶକ୍ତି ତଟସ୍ଥ ମାନେ ତଟ ମାନେ କୂଳ ତଟସ୍ଥ ଶକ୍ତିରେ ଥାନ୍ତି ତେଣୁ ଜୀବ ମାନଙ୍କୁ କଣ କରାଯାଏ ତାଙ୍କର ଇଚ୍ଛା ହେଲେ ଆଉ ତା ନିଜର ସ୍ୱତନ୍ତ୍ରତାକୁ ବିନିଯୋଗ କରି ସେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତିର ଅନ୍ତର୍ଭୁକ୍ତ ହେଇପାରିବେ ଯଦି ଚାହିଁବେ ବହିରଙ୍ଗା ଶକ୍ତିରେ ଯାତନା ଭୋଗ କରିପାରିବେ ତେଣୁ ଜୀବ ଯେତେବେଳେ ବହିରଙ୍ଗା ଶକ୍ତିକୁ ଚୁଜ କରେ ସେତେବେଳେ ତାକୁ 84 ଲକ୍ଷ ଭିତରୁ ଗୋଟେ ଶରୀର ମିଳେ କେତେବେଳେ ମଣିଷ କେତେବେଳେ ପଶୁ ପକ୍ଷୀ କେତେବେଳେ ବାଘ ସିଂହ ଯାହା ବି ଶରୀର ମିଳେ କୋଉ ଅନୁସାରେ କର୍ମ ଅନୁସାରେ ତ ଏଇ ଯୋଉ ହୋଲ ପ୍ରୋସେସ କର୍ମ ମାନେ କଣ ଗୁଡାଏ ଡେଫିନେସନ ଅଛି ଭଗବତ ଗୀତାରେ ଆମେ ପାଇବା କର୍ମ ମାନେ କର୍ମ ଯୋଉଟା ଆମେ କରୁଛେ କର୍ମ ମାନେ ପ୍ରତିକ୍ରିୟା ରିଆକ୍ସନ କର୍ମ ମାନେ ଚେନ୍ ଅଫ ଆକ୍ସନ ଆଣ୍ଡ ରିଆକ୍ସନ ହେଲା ଏ ସବୁ ତକ 5-6ଟା ଡେଫିନେସନ ଅଛି ମୁଁ କହିଥିଲି ସେସନରେ ଦେଖିଥିବେ କିଏ କର୍ମ ଦ୍ୱିତୀୟ ନମ୍ବର ଅଧ୍ୟାୟରେ ମୁଁ କହିଥିଲି ତା ଲିଷ୍ଟ କରିକି ଅଛି ଆଗ ତେଣୁ କର୍ମର ଛୋଟବେଳେ ଆମେ ସାଇକେଲ ଚଲାଉଛେ ନା ଟ୍ରାଇ ସାଇକେଲ ମାନେ 3ଟା ଚକା ଥିବ ଯେତେବେଳେ ସେ ସ୍କୁଲ ଯାଉଛି ସେ ବାଇସାଇକେଲ ଚଲାଉଛି ସେତେବେଳେ ସେ କଲେଜ ଯାଉଛି ସେ ସ୍କୁଟି କି ସ୍କୁଟର ଚଲାଉଛି ଯେତେବେଳେ କାମକୁ ଯାଉଛି ତାର ଅଫିସ କାମକୁ ଯାଉଛି ସେତେବେଳେ କାର ଚଲାଉଛି ଲୋକ ସମାନ କିନ୍ତୁ କାର ଅଲଗା ମାନେ ଭେହିକିଲ ଅଲଗା ଅଲଗା ଅଛି କାହିଁକି ନା ଗୋଟେ ଲୋକର ପରଚେଜିଂ ପାୱାର ଉପରେ ଡିପେଣ୍ଡ କରେ ପରଚେଜିଂ ପାୱାର ମାନେ କେତିକି ସାମର୍ଥ୍ୟ ତେଣୁ ସେଥିପାଇଁ ଗୋଟେ ଲୋକକୁ ଶରୀର କେମିତି ଶରୀର ମିଳେ ନା ତାର ପରଚେଜିଂ ପାୱାର କୋଉ ଶରୀର 84 ଲକ୍ଷ ଭିତରେ ଅଛି କୋଉ ଶରୀରର ପରଚେଜିଂ ପାୱାର ଟା କେତେ ଅଛି କୋଉ ଶରୀରକୁ ଆମେ ଧାରଣ କରିବା ସେଇଟା ଆମର ପରଚେଜିଂ ପାୱାର ଉପରେ ଡିପେଣ୍ଡ କରେ ପରଚେଜିଂ ପାୱାର ମାନେ କଣ ଏଠି କି ଆମର କୋଉ ଚେତନା ଅଛି ଗୋଟେ ନିକୃଷ୍ଟ ଚେତନା କଣ ଗୋଟେ ଗଛଟେ ସେ ତାଙ୍କର ଖରା ବର୍ଷା ଶୀତରେ ସବୁ ଠିଆ ହେବାକୁ ପଡିବ କୌଣସି ବଡିରେ କପଡା ନାହିଁ କିଛି ନାହିଁ ଠିଆ ହେବାକୁ ପଡିବ ନିକୃଷ୍ଟ ଚେତନା ପଥରଟେ ତା ଭିତରେ ବି ସେ ବି ନିକୃଷ୍ଟ ପଥର ଅପେକ୍ଷା ଜୀବ ମାନେ ରହିଲେ କୀଟ ପତଙ୍ଗ ଅଣୁ ହେରିକା ଛୋଟ ଛୋଟ ଏମିତି ଅଣୁଜୀବ ସବୁ ରହିଲେ ତ ଉତ୍କୃଷ୍ଟ ଚେତନାରେ ଆମେ ମଣିଷକୁ ଗଣୁଛେ ପଶୁ ପକ୍ଷୀ ଧୀରେ ଧୀରେ ବଢି ବଢି ଯାଉଛନ୍ତି ତେଣୁ କହିବା କଥା ଆମର ପରଚେଜିଂ ପାୱାର ଅନୁସାରେ ଆମ ଶରୀର ମିଳୁଛି ଅର୍ଥାତ ଆମର କନସିୟସନେସ ଅନୁସାରେ
आमको शरीर मिलूची बुझीला विभिन्न प्रकार गाड़ी अच्छी गाड़ी को किणवा पई आमको केते टंका आम पाखरे अच्छी सेटा देखिकी आमे गाड़ी किणुचे सेंति आमको को शरीर मिलिबो नेक्स्ट जन्म रे सेटा आमे एबेकार चेतना अनुसार डिपेंड करे कि हाई मारना सब देखि सुन नोट कर तेबे देखिया भल कर्म कौन खराब कर्म कौन गुड कर्म बैड कर्म सिक्वेंशियली अच्छी ऊपर किसी पिक्चर अच्छी ହେଲା ऊपर किसी पिक्चर अच्छी माने फास्ट पिक्चर देखिथिबो मु लिखिछि सेठी टिके टिके अलगा अलगा कर लिखा है वेल्दी पुअर हैंडसम इन सब कौन कौन लिखा है मोर मन पड़ुनी आ तो पूरा लिखिथिबो माने काहे कि ना अलगा अलगा हम वेराइटी देखुछे दुनिया रे तेबे देखिया गुड कर्म बैड कर्म ଯେତେବେଳେ ଆମେ ଦେଖୁଛେ ଗୋଟେ ପିଲାଟେ ବହୁତ ସୁନ୍ଦର ଦେଖା ହଉଛି ବୁଦ୍ଧି ଅଛି ପାଠ ପଢିଛି ଚାକିରି କରିଛି ବଢିଆ ପୁରା ଅଛି ତ ଆମେ ଭାବୁଛେ ଭଲ ପୂର୍ବ ଜନ୍ମରେ ବଢିଆ ଭାଗ୍ୟ କରିଛି ଆଉ ପାଇଛି ସେଇ ସମୟରେ ଗୋଟେ ପିଲାକୁ ଦେଖୁଛେ ଯେତେବେଳେ ଗରିବ ଅଛି ବହୁତ ଭଲ ଦେଖା ହଉନି ରାତ ରୋଗ ହେଇଯାଇଛି କିନ୍ତୁ ବୁଦ୍ଧି ଏବେ ଏତେ ନାହିଁ ଦରିଦ୍ର ପରିବାର ଜନ୍ମ ହେଇଛି ଆମେ ଭାବୁଛେ ଭାଗ୍ୟ ଖରାପ ଅଛି ହେଲା ଯେମିତି ଗୋଟେ ଲୋକଟେ ତାର ସେ ଗୋଟେ ମିଲ୍ ଓନର ଥିଲା ହେଲା ମିଲ୍ ଓନର ତାର 4ଟା ପୁଅ ଥିଲେ କିନ୍ତୁ ମଲା ବେଳକୁ ସେ କଣ କଲା ଡାକିଲା କି ସବୁ ଲୋକ ଡାକିଲା ମୁଁ ତମକୁ ଦେଖିବାକୁ ଚାହୁଁଛି ମରିଯିବି ଅଳ୍ପ ସମୟ ଅଛି ସମସ୍ତଙ୍କ ପୁଅ ମାନେ ଆସ ଡାକିଦେଲା କିନ୍ତୁ ତାର ମନ ଅଛି କଣ ମିଲ୍ ରେ କାମ କଣ ହଉଛି କଣ ନାହିଁ ତ ଡାକିକି ରଖିଲା ସବୁ ପୁଅ ପଳେଇ ଆଇଲେ ତାପରେ ସେ ରାଗିଗଲା କଣ ପାଇଁ ରାଗିଗଲା ନା କହିଲା କି ଆଉ ତମେ ସମସ୍ତେ ଏଠିକି ପଳେଇ ଆସିଲ ଆଉ ମିଲ୍ ରେ କଣ ହଉଛି ସେଠି ସବୁ ତ ଚୋରି କରିକି ସବୁ ନେଇଯିବେ ଯିଏ ଏମ୍ପ୍ଲୟ ମାନେ ଅଛନ୍ତି ତାକୁ ନେକ୍ସଟ ଜନ୍ମ କଣ ମିଳିଲା ସେଇ ମିଲ୍ ରେ ସେଇ ମିଲ୍ ରେ ସେ ଗୋଟେ ଛୋଟ ମୂଷା ହେଇକି ଜନ୍ମ ହେଇଛି ତେଣୁ ସେଥିପାଇଁ ଯୋଉମାନଙ୍କର ଅଧିକ କାମ ଭାବନା ଅଛି ତ ସେମାନେ ନେକ୍ସଟ ଜନ୍ମ କୁକୁର ମୁଁ କହୁନି ଭାଗବତମରେ ଅଛି କି ଯଦି ଅଧିକ ଲୋଭି ଅଛି ଇଆଡୁ ସିଆଡୁ ଖାଇବା ପାଇଁ ତ ଘୁଷୁରୀ ହେଲା ତେଣୁ ସେ ବିଭିନ୍ନ ଶରୀର ଆମକୁ ଆମର ଯୋଉ ଯୋଉ ଭୌତିକ ଚେତନାରେ ଆମେ ଷ୍ଟ୍ରଗଲ କରୁଛେ ସେ ଅନୁସାରେ ଆମର ଯୋଉ ନାଷ୍ଟି ଡିଜାୟାର ଅଛି ତାକୁ ପୂରଣ କରିବା ପାଇଁ ଭଗବାନ ପୁରା ଏଇ 84 ଲକ୍ଷ ପ୍ରକାର ଫର୍ମାଟ ବନେଇ ଦେଇଛନ୍ତି ଯିଏ ଯାଇକି ଯୋଉଠି ପଶି ପାରିବ ହେଲା ଆଉ ଭଗବାନ ଦେଇନାହାନ୍ତି କହିନାହାନ୍ତି ତୁମେ ମଣିଷ ହୁଅ ବୋଲି କହିନାହାନ୍ତି ତୁମେ କୁକୁର ଗଧ ହୁଅ ବୋଲି ନାହିଁ ଫର୍ମାଟ ବନେଇ ଦେଇଛନ୍ତି ବ୍ରହ୍ମା ହେଲେ ଇଞ୍ଜିନିୟର ସେ 84 ଲକ୍ଷ ଫର୍ମାଟ ବନେଇ ଦେଇଛନ୍ତି ଏବେ ଯିଏ ଯାଉଠି ଫିଟ୍ ହବାର ଅଛି ହବ ତେଣୁ ଗୁଡ କର୍ମକୁ କଣ କୁହାଯାଏ କ୍ରେଡିଟ କାର୍ଡ ଭଳିଆ କାହିଁକି ନା ତମକୁ ସେଥିରେ ବେନିଫିଟ ମିଳିବ ମାନେ ବ୍ୟାଡ କର୍ମ ଡେବିଟ୍ କାର୍ଡ ଭଳିଆ ଡେବିଟ୍ କର୍ମ ମାନେ ତୁମେ ସେଇଟା ଖରାପ କର୍ମ କରିଲେ ହିଁ ତମେ ଆଗକୁ ତମେ ଖରାପ ଶରୀର ମିଳିବ ଗୁଡ କର୍ମରେ କଣ ତମେ ଯଦି ଭଲ କରୁଛ ସେ ଅନୁସାରେ ଭଲ ଶରୀର ମିଳିଯିବ ବେନିଫିଟ ମିଳିବ ତେଣୁ ଅନ୍ତିମ ସମୟରେ ମଲା ବେଳକୁ ମାନେ କର୍ମଣା ଦୈବ ନିତ୍ରେଣ ଜନ୍ତୁର ଦେହ ଉପପତେ ସ୍ତ୍ରୀୟ ପ୍ରବିଷ୍ଟ ଉଦରಂ ପୁଂସରେତ କଣାଶ୍ରୟ ତ ଦୈବ ନେତ୍ରେଣ ଦୈବ ଅର୍ଥାତ ଦୁର୍ଗା ଦେବୀ ପ୍ରକୃତି ଦେବୀଙ୍କର ନିୟନ୍ତ୍ରଣରେ କଣ ହୁଏ ମାଙ୍କ ଗର୍ଭରୁ ପୁରୁଷର ବୀର୍ଯ୍ୟ ଯେତେବେଳେ ପ୍ରବେଶ କରେ ସେତେବେଳେ କୋଉ ଜୀବଟା ପ୍ରବେଶ କରିବ ନା କର୍ମର ନିୟମ ଅନୁସାରେ ଯୋଉ ଜୀବଟା ଫିଟ୍ ଥିବ ସେଇ ଯୋନିରେ ସେ କୁକୁର ଶରୀର ହଉ ମାନେ ସେ ମା କୁକୁର ହଉ କିମ୍ବା ଗଛ ହଉ କିମ୍ବା ମଣିଷ ହଉ କୌଣସି ହଉ ତ ପୁରୁଷର ବୀର୍ଯ୍ୟରେ ଯେତେବେଳେ ପ୍ରବେଶ କରେ ବୀର୍ଯ୍ୟ ଯେତେବେଳେ ମାଙ୍କ ଗର୍ଭରେ ପ୍ରବେଶ କରିବ ସେତେବେଳେ ଯେକୌଣସି ଜୋନିରେ ସବୁ ଜୋନିରେ ସମାନ ସେତେବେଳେ ତାକୁ ସେଇ ଶରୀର ପ୍ରାପ୍ତ ହବ ତ ଶରୀରଟା କେମିତି ପ୍ରାପ୍ତ ହେଲା ନା ପୂର୍ବ ଜନ୍ମର କର୍ମର ପ୍ରତିକ୍ରିୟା ଅନୁସାରେ ତେଣୁ ଆଜି ଆମେ ଯାହା ବି କର୍ମ କରୁଛେ ଆମ ସୂକ୍ଷ୍ମ ଶରୀରରେ ଯୋଉ ଡିଜାଇନ ହଉଛି ସେ ଡିଜାଇନ ଟା ଆମକୁ ନେକ୍ସଟ ଶରୀର ଦବ କେହି କେବେ ଏଥିରୁ ବିଚ୍ୟୁତ ହେବନି ସେକେଣ୍ଡ ଏଇଟା ହେଲା କର୍ମ ତ ଆମେ କଣ କଣ ସବୁ ଖରାପ କର୍ମ ଶୁଣିଛେ କିଏ କହିପାରିବ ଅନମ୍ୟୁଟ କରିକି ଯଦି ଆମେ ଫଟୋ ବି ଅଛି ଦେଖିଥିବ କି ଆହାର ନିଦ୍ରା ଭୟ ମୈଥୁନ ଏଇଟା ଖରାପ ନୁହଁ ଖରାପ ହେଲା ପୁଅର ରେଗୁଲେଟିଭ ପ୍ରିନ୍ସିପଲ କଣ ଜୀବ ହତ୍ୟା କରିବା ନିଶା ଦ୍ରବ୍ୟ ସେବନ କରିବା ପରସ୍ତ୍ରୀ ଗାମୀ ହବା କିମ୍ବା ଜୁଆ ଖେଳିବା ଏଇଟା ଶାସ୍ତ୍ରରେ ମନା କରାହେଇଛି କର୍ମ କରିବା ପାଇଁ ତେଣୁ ଭଲ କର୍ମ ଭିତରେ ତପସ୍ୟା କରିବା ହେଲା ଦାନ କରିବା ଶାସ୍ତ୍ର ଅଧ୍ୟୟନ କରିବା ଏଇ ସବୁ କାମଟା ଆମେ କହିପାରିବା ଭଲ କର୍ମ ବୋଲି ଯୋଉଥିରେ ଆମକୁ ଅପଲିଫ୍ଟ କରାଇବ ବ୍ୟାଡ କର୍ମ ଆମକୁ ତଳକୁ ଇଏ କରାଇବ ତାପରେ ନେକ୍ସଟ ଦେଖିବା ସ୍ପିରିଚୁଆଲ ଆକ୍ଟିଭିଟି ଅକର୍ମ ଭଗବଦ୍ଗୀତାରେ କହିଲେ ନା କର୍ମଣା ଗହନ ଗତି କର୍ମଣା ଗହନ ଗତିରେ ଅକର୍ମ ମାନେ କଣ ପୁଣି ଯୋଉ କର୍ମ ମାଧ୍ୟମରେ ଆମର ପ୍ରତିକ୍ରିୟା ଲାଗିବନି ଆମେ ପିମ୍ପମ ବଲ ଦେଖିଥିବ ପିମ୍ପମ ବଲ ପକେଇଦବ ସେ ତମେ ଯେତିକି ସ୍ପିଡ ରେ ପକେଇଥିବ ସେ ତାଠୁ ସେତିକି ସ୍ପିଡ ରେ ଆସିବ ଆମ ପାଖକୁ ତେଣୁ ଆମେ କେହି କରିବା ମୁଁ ଏ କର୍ମ କରିଛି ମୁଁ ତାର ରିଆକ୍ସନ ମତେ ଭଗବାନ ଦେବେନି ଭଗବାନ ବହୁତ ଭଲ ପାଉଛି ଭଗବାନ ଦେବେ କିନ୍ତୁ କୋଉ କର୍ମ କଲେ ରିଆକ୍ସନ ମିଳିବନି ଯୋଉ କର୍ମଟା କୃଷ୍ଣଙ୍କର ବିହାପରେ ଭଗବାନଙ୍କର ବିହାପରେ ଭଗବାନଙ୍କର ଇଚ୍ଛା ଅନୁସାରେ ଆମେ କରିବା ସେ କର୍ମର ପ୍ରତିକ୍ରିୟା ନାହିଁ ସମସ୍ତେ ମନେ ରଖିବାର ଅଛି ସ୍ପିରିଚୁଆଲ ଆକ୍ଟିଭିଟି ଫର ଦ
pleasure of God on behalf of God, for the pleasure of God on behalf of God जदि केही करूछंती तार प्रतिक्रिया नाही. हरे कृष्ण महामंत्र जप करिवा, this is for the pleasure of Krishna. किंबा केही नवधा भक्ति स्मरण श्रवण कीर्तन वंदन एसबु जिनिस रहिला नवधा भक्ति ताकू ये करिवा तो भगवान प्रसन्नता पाए. लोक माने बाहर लोक कौन कहती कर्म ही भगवान, वास्तव में कर्म भगवान नुहे. को कर्म भगवान? जो कर्मर पूर्णता पूर्ण होइतिबो अर्थात एब्सोल्यूट नेचर थिबो, अर्थात जो कर्म भगवान इच्छा अनुसार हेतिबो. आमे किछि गोटे कर्म करिके भगवान को ऑफर करबा से कर्म भगवान केबे भी नुहे. किंबा जो कर्म आम इच्छा रे हमको भल लगुच आम करुवा सेटा भगवान को रिप्रेजेंट करनी. भगवान को कोटा रिप्रेजेंट करे जो कर्म कृष्णकर प्रीति विधान कृष्णकर इच्छा मुताबक होइतिबो से कर्म ही भगवान. अलग कौन से कर्म भगवान नुहे. भगवान कर नाम जप करवा, नाम ही कृष्ण, तेणु से कर्म भगवान. बुझेला. भगवान कर नाम जप करवा तो भगवान कर नाम ही कृष्ण, नाम नाम ही अभिन्न, तेणु भगवान कर नाम जप करवा मध्य भगवान. बुझेला ना. सिंपल. भगवान को रोषे करवा, प्रचार करवा कि भगवान को गछ लगेवा, भगवान को पेंटिंग वगैरह बनवा, गीत गाइबा, नृत्य करवा. भक्ति भगवान कर भक्त्या तुष्यति माधव, भक्त्या तुष्यति माधव, अर्थात माधव को जो भक्ति प्रसन्न करे से ही भक्तिमय कार्य करवा निर्देश अनुसार, गुरु निर्देश अनुसार सेटा ही भगवान. तेणु से भक्ति माध्यम आम कौन डेभलप करती कि अटैचमेंट टू कृष्ण, डिटाचमेंट टू माया. कृष्ण के प्रति आम आसक्त हुआ, माया प्रति आम निरासक्त हुआ, आम शुद्धता बढ़े और आध्यात्मिक आनंद को आम प्राप्त हुआ. तेणु गोटे वास्तव जी भगवान कृष्ण सेवा करने को चाहती तो भगवान अत्यंत शुद्ध, शुद्ध अनामय भगवान शुद्ध पूर्ण रूप से. तेणु कहीं यदि अकाम कर अकर्म, अकर्म माने जो कर्मर प्रतिक्रिया ना. अकर्म देख यदि खराब कर्म अच्छी तार प्रतिक्रिया खराब, यदि भल कर्म अच्छी पुण्य कर्म अच्छी तार प्रतिक्रिया से स्वर्ग इत्यादि प्राप्त हम कि अधिक धन संपत्ति प्राप्त हम. किंतु जे को कर्म कले प्रतिक्रिया लगनी से कर्म है कौन कहले से कर्म भगवान भक्ति. यही कॉन्सेप्ट को अर्जुन भाभी कि अकर्म माने कौन कर्म करिविनी. ओडिया रे गाली दियंती ना अकर्मा, अकर्म माने कौन जे काम करेनी. तेणु से अर्जुन भाभी देते से कहले ना मुझे त्याग करदेवी मत युद्ध बुद्ध कर भगवान कहते कृष्ण प्रसन्नता जो कर्म करा जाए तर कौन से प्रतिक्रिया ना से कर्म ही भगवान को रिप्रेजेंट करे. आम घरे किए रोषे करा कर्म बंधन में पड़ो. रोषे कला बेले पंच पाप हुए, झाड़ू मारले, निश्वास नेले, खाइले तो यह सब पंच पाप, 5 प्रकार पाप हुए. कहीं रोषे माँ आम घरे रोषे कर पाप होनी, पाप हो. किंतु जदि से पाप भोग आम बनाऊे कृष्ण को अर्पण करा तो भगवान कहते यज्ञ शिष्टासन सतो मुचिंदे सर्व किल विषय, समस्ते से पापर मुक्त हो. कि निश्वास नेला बेले आम जो हरिनाम नौने जिते थर निश्वास नौ तार पाप होमको बारंबार हरिनाम नवार अच्छी. तेणु से पंच पापर मुक्त हाँपाई आमको हरिनाम नवा पड़ो. तो से आम कह कर्म भगवान जो कर्म कृष्ण को प्रसन्नता आम करुचे. आ भक्ति जोग मध्यम जड़े शुद्ध हुए, जन्म मृत्यु चक्र उद्धार पाए, भगवान प्रति भल पाइबा आसे भगवत धाम जाए. तो यहाँ हनुमान, अर्जुन, पांडव एमाने समस्ते भगवान अकर्म करते. अकर्म माने शुद्ध भक्ति करते. बुझेगा समस्त को. कर्म, खराब कर्म, भल कर्म, अकर्म, ये 3टा आम डिस्कसन करते. तो क्वेश्चन नंबर 1 अच्छी देखिए, हाउ गुड कर्म डिफर फ्रॉम अकर्म. अच्छा, भल कर्म आ अकर्म भितर कौन अंतर अच्छी? भल कर्म अकर्म भितर कोटा अंतर अच्छी, कोटा श्रेष्ठ अच्छी. तो प्रथम है गुड कर्म इज मटेरियल, भल कर्मटा भौतिक किंतु अकर्म स्पिरिचुअल. एटा ठीक ना भूल समस्त मन रखियो 4टा ऑप्शन कहले ओटा ओडिया रे कहि दोजी. भल कर्म जेतबेले भविष्य रे तार जो परिणाम से प्राप्त हबो सरी जीव, किंतु अकर्म जोटा भगवान कर शुद्ध भक्ति तो सेटा सरीबनी, इनएग्जिस्टेबल. कृष्ण इज इनएग्जिस्टेबल, तो कृष्ण कर्म इनएग्जिस्टेबल. गुड कर्म अकर्म. तो थर्ड ऑप्शन अच्छी भल कर्म आ अकर्म दीटा का कौन माने करि परिबो, करबा दरकार नाही, अकर्म ही हमको करियार अच्छी. हाँ, फोर्थ रे फॉर रिपिंग गुड कर्म फ्रूट वी हैव टू इनकार्नेट. हाँ, आदि के भल कर्म करूची ताको पुनर्जन्म मिलिया पड़िबो, किंतु यदि भगवान कर अकर्म करूची अर्थात शुद्ध भक्ति करूची ताको जन्म मृत्यु चक्र पड़िबनी. तो फास्ट दीटा
वहाँ ए बी और लास्ट डी ये तीनटा ठीक मझीटा भूल अच्छी सी ऑप्शन टा भूल अच्छी तो ध्यान दब एबे तेणु कई भाविबो फोर्थ पॉइंट रे कि पुण्य कर्म आउ भक्ति ये दिटा समान कि आमको लागे अरे तो भल लोक किंतु पुण्य कर्मटा भौतिक कहीं एटा शरीर सहित संबंधित अच्छी आम कई गरीब लोक अच्छी कंबल देले खाया खाया बांटिले आहार टंका 5 टंकार मिल जाऊँगी तो कम सब्सिडी मिल देले तो ये सब जन को उन्नति स्थिति को नहीं पार जाई परिबो अर्थात उन्नत स्थिति माने कौन स्वर्ग आदि प्राप्त करेबो कि भल फैसिलिटी केमिति मु एग्जांपल दवा यदि गोटे लोक जेल ले अछि तो से लोक जेल ले एटा सी क्लास जेल ले एबे थिला तो सी जेतेବେଳେ लेखिला लोक तार स्वभाव भल रहिला से भल लोक व्यवहार कला कि जहाँ जेल ले जा काम थाए ताको सब बढ़िया से कला तो ताको कौन सी क्लास रु ए क्लास को नहीं जिवे किंतु से जेल रु बाहर की गला कि नाई से जेल भीतर रहिला टिके फैसिलिटी पाइला पुण्य कर्मटा हला सेया जदि किए एबे पानी जो खरा दिन आसलानी सब हम रास्ता साइड रे देखिबो दही पानी लिखा हेतिबो बिक्री करथिबे के देखिथिबो पीथिबो भल लागे पूरा तमे बहुत खरार जाउथिबो संगे संगे गोटे ग्लास दही पानी पी दो तो जी लोक दही पानी बांटुथिबो तो नेक्स्ट जन्म कौन से कोट जन्म हबो नई पाखरे जन्म हबो जहाँ घर नई नई पाखरे जहाँ घर अच्छी भाई से पूर्व जन्म रे से पानी बांटी सफिशिएंट किए यदि हम तुम खाता बही डोनेट करथिबो से कौन नेक्स्ट जन्म गोटे प्रिंटिंग प्रेस रो मालिक होई पारे कि स्कूल पिला यूनिफॉर्म दउथिबो तो गोटे ड्रेस दुकान रो मालिक भी होई पारे किंबा यदि किए विभिन्न प्रकार यज्ञ इत्यादि करुथिबो स्वर्ग को भी जाई पारे प्रमोशन हो पारे किंतु तार ଯେତେବେଳେ ସରିଯିବ ଆକାଉଣ୍ଟ ରେ ସେଟା ପୁଣି ସ୍वर्ଗରୁ ପଳେଇ ଆସିବ କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟ ଲୋକ ବିଶନ୍ତି କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟ ଲୋକ ବିଶନ୍ତି ମାନେ କଣ ପୁଣ୍ୟ କ୍ଷୀଣ ହେଲେ ମର୍ତ୍ତ୍ୟ ଲୋକକୁ ପଳେଇ ଆସନ୍ତି ସେଥିପାଇଁ ଭଗବତ ଧାମ ଯୋଉଟା ଅଛି ମର୍ତ୍ତ୍ୟ ଲୋକ ବାହାରେ ଅର୍ଥାତ ଏଇ ଯୋଉ ଭୌତିକ ଜଗତ ଅଛି ତା ବାହାରେ ଇଟରନାଲ ବୈକୁଣ୍ଠ ବୈକୁଣ୍ଠ କଣ ଯୋଉଟାରେ କୌଣସି କୁଣ୍ଠା ନାହିଁ ଜନ୍ମ ମୃତ୍ୟୁ ଜରାବାଦି କିଛି ନାହିଁ ତ ସେଠି ଯିବା ପାଇଁ ଆସ୍ପାୟାର କରିବାର ଅଛି ଭଗବତ ଗୀତାରେ ଭଗବାନ କହିଲେ କି ଏଇ ଦୁନିଆ ପରେ ଆଉ ଗୋଟେ ଦୁନିଆ ଅଛି ଯୋଉଠି ମୁଁ ରହୁଛି ଆଉ ସେଇ ଜଗତ न तद भाषयते सूर्यो न शशांक न पावक कौन प्रकार गोटा सूर्य चंद्र इत्यादि आवश्यकता नहीं ସେମାନେ ଅଛନ୍ତି ତାଙ୍କର କୌଣସି ଆବଶ୍ୟକତା ନାହିଁ ଗୋଟେ ଲୋକ ଏତିକି ଛୋଟ ଛୁଆକୁ ହତ୍ୟା କରିଛି ଗାଈକୁ ହତ୍ୟା କରିଛି ତ ନେକ୍ସଟ ଜନ୍ମରେ ସେ ସେମିତି ମୃତ୍ୟୁବରଣ କରିବ କିଏ ତଳେ ଧର ପାଦରେ ଚାଲୁ ଚାଲୁ କିଏ ଗୋଟେ ଦେଖିଲା ବେଳେ ମଶା ମଶା ଆସେ ଆମକୁ ଡଷ୍ଟ କିଣି ଆମେ ମାରିଦଉ ତ ତା କଣ ହବ ନେକ୍ସଟ ତାକୁ କେତେବେଳେ ଦେଖିଥିବ କେତେବେଳେ କିଏ ତଳେ ଝାଡୁ ମାରୁଥିବ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଣ୍ଡଟା ଥାଇକି ଟେବୁଲରେ ବାଜିବ କେତେବେଳେ କାଟେ ଆଖିରୁ ପାଣି ବାହାରି ଆସେ ହେଲା କେତେବେଳେ ଠିଆ ହେଇଥିବ ତମ କଣ ଡୋର ବନ୍ଦ କରିଥିବ ଚାପି ହେଇଯାଇଥିବ ଆଙ୍ଗୁଠି ମାନେ ଭାବେ ଜୀବନ ଆତ୍ମାଟା ଶରୀରରୁ ପଳେଇଲା ତ ସେଇଭଳିଆ କଷ୍ଟ ହବ ଯଦି ଆମେ କାହାକୁ ଜୀବ ହତ୍ୟା କରିଥିବା ତେଣୁ କହନ୍ତିନି ଆଜ ୟୁ ସୋ ସୋ ଯେମିତି ଆମେ କରିଥିବା ସେମିତି ଆମେ ପାଇବା କିନ୍ତୁ ଅକର୍ମ ମାଧ୍ୟମରେ ଶୁଦ୍ଧ ଭକ୍ତି ମାଧ୍ୟମରେ ଆମେ ଏ କର୍ମର ଚକ୍ରରୁ ମୁକ୍ତ ହେଇପାରିବା ଆମେ ଭଗବତ ଧାମକୁ ଯାଇପାରିବା ଭଲ କର୍ମ ଖରାପ କର୍ମ ଭଲ କର୍ମ କଲେ ସ୍ୱର୍ଗ ଯିବ ପୁଣି ରିଟର୍ନ ଆସିବ ଖରାପ କର୍ମ କଲେ ନର୍କ ଯିବ ପୁଣି ବିଭିନ୍ନ ଶରୀର ପ୍ରାପ୍ତ ହବ ଭକ୍ତି କଲେ ପ୍ରମୋଶନ ସିଧା ଭଗବତ ଧାମ ଜନ୍ମ ମୃତ୍ୟୁ ଚକ୍ର ଉଦ୍ଧାର ପାଇବ ତେଣୁ ଭକ୍ତିଟା କର୍ମ ଆଉ ବିକର୍ମ ମାନେ ଖରାପ କର୍ମ ତ ଦିଟାରୁ ବାହାରେ ଗୋଟେ ଭାବ ସୈନିକ ଅଛି ସେ ଯୁଦ୍ଧ କ୍ଷେତ୍ରରେ ମାରିକି ବିଭିନ୍ନ ମାନେ ଗଭର୍ଣ୍ଣମେଣ୍ଟ ତାକୁ ନିର୍ଦ୍ଦେଶ ଦେଇଛି ସମସ୍ତଙ୍କୁ ମାରିଲା ଶତ୍ରୁ ମାନଙ୍କୁ ତାପରେ ତାକୁ ପରମବୀର ଚକ୍ର ମିଳିଲା ସେଇ ଲୋକ ଯେତେବେଳେ ଗାଁକୁ ଆସୁଛି ତ ତାର କାହା ସାଙ୍ଗରେ ଗୋଟେ ଝଗଡା ହେଇଗଲା ସେ ତୁରନ୍ତ ପିସ୍ତଲ ବାହାର କଲା ସୁଟ କରିଦେଲା ତେବେ ସେ ଲୋକ ବନ୍ଧା ହେଇକି ଯିବ କାହିଁକି ନା ଅଥରିଟି ର ଅର୍ଡର ନାହିଁ ଯୋଉଠି ଅଥରିଟିର ଅର୍ଡର ଅଛି ଗୋଟେ ଗୁରୁଙ୍କର ଅର୍ଡର ଅଛି ସେ ସେବାୟତି କରୁଛେ ଭଗବତ ଧାମ ଯିବ ସେଟା କିଛି ପାପ ଲାଗିବନି କିନ୍ତୁ ଯଦି ଅଥରିଟିର ଅର୍ଡର ନାହିଁ କିଛି ଆମେ ଯଦି କରୁଛେ ହେଲେ ଆମ ମନ ଅନୁସାରେ କରୁଛ ତାହେଲେ ଆମକୁ ତାର ପରିଣାମ ଭୋଗ କରିବାକୁ ପଡିବ ଅର୍ଜୁନ ଭଗବାନ କହିଲେ କି ମା ମନୁଷ୍ମାର ଯୁଦ୍ଧ ଛଅ ତେଣୁ ସେଥିପାଇଁ ଭଗବାନଙ୍କର ନିର୍ଦ୍ଦେଶରେ ଯେହେତୁ ଅର୍ଜୁନ ଯୁଦ୍ଧ କଲେ ତ ହତ୍ୟା କରିବା ପାପର ପରିଣାମ ଜଣଙ୍କୁ ପ୍ରଦାନ କରିବ କିନ୍ତୁ ଅର୍ଜୁନ କୌଣସି ପାପ ମିଳିଲାନି କିନ୍ତୁ ତା ପରିବର୍ତ୍ତେ କଣ ମିଳିଲା ଅର୍ଜୁନଙ୍କ ମାଧ୍ୟମରେ ସମସ୍ତେ ପବିତ୍ର ହେଇଗଲେ ପାର୍ଥାସ୍ତ ପୁତ୍ରା ମାନେ କଣ ପାର୍ଥଙ୍କର ଅସ୍ତ୍ରରେ ସମସ୍ତେ ପବିତ୍ର ହେଇଗଲେ ତେଣୁ ସେଥିପାଇଁ ଗୁରୁଙ୍କ ନିର୍ଦ୍ଦେଶରେ ଯେମିତି ଆମେ କେବେ ଶୁଣିଥିବା କି ସୁଦାମା ଫ୍ଲୋରିଷ୍ଟ ମାନେ ଏଠି ଯିଏ ଫୁଲ ବିକାଳି ସେଇ ଭଗବାନଙ୍କର ସେବା କରିଥିଲେ ହେଲା ତେଣୁ ନେକ୍ସଟ ଆମେ ଶୁଣିବା କର୍ମ ଇଜ ଆଣ୍ଡରଷ୍ଟୁଡ ବାଇ ସୁପର ସୋଲ କର୍ମ କାହା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ କି ସୁପର ସୋଲ ପରମାତ୍ମାଙ୍କ ଦ୍ୱାରା ନିୟନ୍ତ୍ରିତ ହେଇଥାଏ ଫିଫ୍ଥ ରେ ତ ଏଇଟା ମୁଁ ପୁରା ଲିଷ୍ଟ କରିକି ଦେଇଦେଇଛି କେହି ଜଣେ ପଢିବ ଅନମ୍ୟୁଟ କରିକି କଣ ଲେଖା ହେଇଛି
के पड़ो सत्यवत पढ़ी पार तुम्हें प्रभु जी अच्छा कर्म इज एडमिनिस्ट्रेटेड बाय हाँ कर्म इज एडमिनिस्ट्रेटेड बाय सुपर सोल जो कर्म आम हृदय भगवान अच्छा आम कहे कि आसले आम हृदय भगवान नहांती मु कहनी आम हृदय भगवान परमात्मा रूप में अच्छा भगवान निजे नहांती तुम्हारा हृदय सदा गोविंद अवस्थाम भगवान केवल शुद्ध साधुंकर हृदय रे भगवान गोविंद था आम हृदय परमात्मा नहांती उद्देश्य कौन ना उपदेष्टा अनुमंता अर्थात भगवान आम हृदय विटनेस करती कौन कौन एग्जांपल देखो लिस्ट अच्छी देखो मु लिस्ट कर देछि भगवत गीता रो अछि एटा क ना आत्मा और परमात्मा दीटा चढ़ई बेलिया गोटे ब्रांच रे बसिया बेलिया भगवान आउ हमर आत्मा परमात्मा और आत्मा आम हृदय हृदय रे अवस्थान करती है फास्ट सेकेंड आत्मा सब बेले कौन करता है जो भौतिक जीवन चर्या अच्छी तो भौतिक जन्मर जो फल अच्छी ताकू खाऊता है किंतु ताकू भल लागू खराब लागू सुख लागू दुख लागू किंतु सी भगवान परमात्मा अच्छा से सब देखुता ये जो आत्मा अच्छी आत्मा रूप चढ़ई अच्छी सी मत देखुची कि ना भगवान देखुता सब थर्ड रे आत्मा कौन सब विटनेस साक्षी आउ सी सब किसी जानती आम आम मनटा प्रथम जाना पूर्व आत्मा सब जानती तापर भगवान आमर कौन वेल विशर श्रुदम सर्वभूताना भगवान आमर कौन वेल विशर सबुठार आमर मंगल चाहती भगवान आमको ज्ञान प्राप्त हुए स्मृति विस्मृति आउ प्रेरणा सब किसी आमको प्राप्त हुए भगवान आ भगवान यहाँ इंपोर्टेंट जिन भगवान आमर कर्मिक अकाउंट रिएक्शन कर्मिक रिएक्शन अकाउंट रखती भगवान है आम हृदय जो भगवान अच्छा किए कह भगवान की काम अच्छी से भगवान निजे नुहति परमात्मा रूप में भगवान सब जिन कराती भगवत धाम रे परमात्मा नहांती भगवत धाम रे आम हृदय जो परमात्मा अच्छा भगवत धाम रे नहांती कहीं रोल से किसी ना भगवान ही जो परमात्मा आम हृदय अच्छा सी ही अरेंज करती आम इच्छा मुताबक जानिकी ये डिजर या अच्छी ये डिजर्व करे डिजायर एंड डिजर्व आमको नेक्स्ट लाइफ को आमको दिए तो यहाँ परमात्मा फंक्शन बुझीगला कर्म केमिति एडमिनिस्टर हुए अर्थात कर्म केमिति कर्म चक्र केमिति प्रवाहित हुए आम मुझे किसी खराब कर देछि क्या देखेनी कहीं देखी ना राति किसी गोटे करिछि चोरी करछि डकायत करछि किछि भी करिछि तो भगवान हृदय अच्छा ना सी दर्शन देउछन्ति तो से सब बेले से अकाउंट रखती भूल कला खराब कला चेते दियंती बेले बेले तो नेक्स्ट why do bad things happen in our life do we are trying to do good तदि आम किसी भल भी करने चाहूँ कहीं आम सहित खराब हो शास्त्र कहे कि आम जो कर्मर प्रतिक्रिया अच्छी तो से प्रतिक्रियाटा आम छाई बेले आम सहित जाए तेणु बहुत समय लोक मान कंप्लेन आसे इस्कन मंदिर सामने गोटे बड़ एक्सीडेंट हो गला तो जड़े डिवोटी मत फोन कर कहले कि देख इस्कन मंदिर भगवान निजे ठिया होती देखुं सामने केमती एक्सीडेंट हो गला भगवान कहार व्यक्तिगत स्वतंत्रता हस्तक्षेप करती जे पर्यटन से व्यक्ति भगवान पाखे पूर्ण समर्पित न होती गोटे लोक चोरी करछि गोटे कौन पैंट शर्ट पिंधला तुरंत से चोरी कर देकी तुरंत कौन कला जाकि धोती कुर्ता पिंधला पुलिस ताको धरबनी कौन ओम प्रभु पुलिस ताको धरब ना नहीं धरबनी ड्रेस चेंज करदेले प्रभु धरब साधारण आम देशर पुलिस ताको धरी पारुछि आम जो शरीर चेंज कर शरीर गोटे ड्रेस भाया वासांसी जीर्णानी जथा विहाय नवानी गृणाती नरोपराणी तो शरीर जो जीर्ण शीर्ण हो जाए नूतन शरीर प्राप्त हुए नुआ ड्रेस मिले तो आमको कर्मर नियम आम प्रति लागू तेणु आमको ध्यान देकी कर्म कराया भागवत कहुई यथा धेनु सहस्रेशु वश्चो गच्छति मातरम तथा यच्च कृतम कर्म कर्तारम अनुगच्छति 1000टा गाई बाछुरी अच्छी किंतु गाई जानी थाए मो बाछुरी किए तो गाई खोजी 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 ता बाछुरी पाक पड़े आसे आमे किते कर्म करले मध्य कु कर्मटा आमे करिछि तार प्रतिक्रिया कौन कर्मर जो अधिष्ठाता देवी अछंती दुर्गा देवी खोजी खोजी दैव खोजी खोजी आमको प्रदान करती मिस्टेक केवे करंतिनी आम भगवान उत्साह मु तो किछि करनथली किछि तो करिछि विदाउट एनी मिस्टेक कर्मर नियम समस्त प्रति लागू तेणु पूर्व कर्मर प्रतिक्रिया आमको एबे मिलुछि प्राय कहे गाँव में अमार अमार थाए जो आम धान गुड़ा सब अमल करके रखती तो भाव गोटे वर्ष बहुत भल धान होती
2018 ମସିହାରେ ବହୁତ ଭଲ ଧାନ ହେଇଛି। 2024 ମସିହାରେ ବହୁତ ଭଲ ଧାନ ହେଇଛି। ଆଉ 2025 ମସିହାରେ ଖରାପ ଧାନ ହେଇଛି। ତ ଆମେ ଭାବିଥିବା ଖରାପ ଧାନ କାହିଁକି ନା ଧାନ ଖରାପ ହେଇଛି, ଆମେ ଭାବିବା ଆମକୁ ଖରାପ ଧାନ ମିଳିବ ଖାଇବା ପାଇଁ, କିନ୍ତୁ ଆମେ ଯେତେବେଳେ ତଳୁ କାଢିବା ଷ୍ଟକ୍ ଟା ଅଛି ନା, ତ ଆମକୁ ଭଲ ଧାନ ମିଳିବ। ତ ସେଥିପାଇଁ କର୍ମର ନିୟମ ଟା ଗଚ୍ଛିତ ହେଇକି ଅଛି। ତ ସେଇଟାକୁ ଆମକୁ ଯେତେବେଳେ ପାଉଛେ ତାକୁ ଛୋଟ ପିଲା ସେ ବୁଝିପାରିବନି, ଆମେ ତ ଖରାପ ହେଇଥିଲା ଧାନ, କେମିତି ଭଲ ଧାନ ଆମକୁ ଖାଇବାକୁ ମିଳୁଛି, ଭଲ ଚାଉଳ ଭଲ ଭାତ ହଉଛି, କାହିଁକି ନା ପୂର୍ବ ଅର୍ଜିତ ପରିଣାମ ଅଛି। ତେଣୁ ଆମେ ପୂର୍ବ ଜନ୍ମରେ ଯଦି କିଛି ପୁଣ୍ୟ କର୍ମ କରିଥିବା ତାହେଲେ ତାର ପରିଣାମ ଏବେ ମିଳିବ, କିନ୍ତୁ ପୂର୍ବ ଜନ୍ମରେ ଯଦି କିଛି ପାପ କରିଥିବା ଏଇ ଜନ୍ମରେ ପୁଣ୍ୟ କଲେ ସୁଦ୍ଧା ପ୍ରଥମେ ସେଠୁ ଆକାଉଣ୍ଟ କମ୍ପ୍ଲିଟ ହବ, ବୁଝିଲା। ତେଣୁ ସେଥିପାଇଁ ଆମେ ଯଦି ପୁରା କଣ କହିପାରିବା, ପୁରା କସ୍ମିକ ଲେଭେଲରେ ଦେଖିବା, କସ୍ମିକ ମାନେ ପୁରା ଜାଗତିକ ଦୃଷ୍ଟିକୋଣରେ ଦେଖିବା, ତ ଆମର ଜନ୍ମ ମୃତ୍ୟୁର ଚକ୍ର ଅଛି। ତ ସେଇଟା ଗୋଟେ କଣ, ଗୋଟେ ଜନ୍ମରୁ ଆଉ ଗୋଟେ ଜନ୍ମ ଯିବା ପାଇଁ କେତେ ସମୟ ଲାଗେ, ଗୋଟେ ଫ୍ଲାସ ଗୋଟେ କ୍ୟାମେରାରେ ଆମେ ଫଟୋ ଉଠେଇଲେ ଯେତିକି ପୁରା ଫ୍ଲାସ ଲାଇଟ ଯେତିକି ସମୟ ଲାଗେ ସେତିକି ସମୟ। ଭାବ ଆମେ ଯେତେ ପୁରା ଜନ୍ମ ମୃତ୍ୟୁ ଚକ୍ରରେ ବୁଲି ଆସିଛେ, ଗୋଟେ ଜନ୍ମରୁ ଅନ୍ୟ ଜନ୍ମ, ଆଉ ଗୋଟେ ଜନ୍ମରୁ ଆଉ ଗୋଟେ ଜନ୍ମ, ଆଉ ଗୋଟେ ଜନ୍ମରୁ ଆଉ ଗୋଟେ ଜନ୍ମ, ପୁରା ଗୋଟେ ଫ୍ଲାସ ଲାଇଟ ବଦଳିଲା, ସରିଲା 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 ସରିଲା, ଏଇଟା ସରିଲା ସେଇଟା ସରିଲା, ସେମିତି। ତ ଆମକୁ କୋଉ କର୍ମ କରିବାର ଅଛି, ତାକୁ ଆମକୁ ଏଇ କର୍ମ ବନ୍ଧନରୁ ମୁକ୍ତ ହବାର ଅଛି। ଯେ ପର୍ଯ୍ୟନ୍ତ ଜୀବ କର୍ମ ବନ୍ଧନରେ ଥିବ, ତ ବାରମ୍ବାର ବାରମ୍ବାର ଲ ଅଫ ରିଇନକାର୍ନେସନ ଇମ୍ପାର୍ସିଆଲି ନିରପେକ୍ଷ ଭାବରେ ତାକୁ ଆପ୍ଲାଏ ହବ। ଯଦି ସେ ଭଲ କର୍ମ କରୁଛି ଅପଗ୍ରେଡେଡ ହେଇକି ଜନ୍ମ ହବ, ଯଦି ଖରାପ କର୍ମ କରୁଛି ଡିଗ୍ରେଡ କଣ୍ଡିସନ ହବ। ଆଉ ମଣିଷ ଜନ୍ମ କେବଳ ଗୋଟିଏ ଜନ୍ମ, ଯୋଉ ଜନ୍ମରେ ତା ପାଖେ ଦିଟା ରାସ୍ତା ଅଛି, ଅପଗ୍ରେଡ ଆଉ ଡିଗ୍ରେଡ। ତ ଆମକୁ ଚୁଜ କରିବାର ଅଛି। ତ ନେକ୍ସଟ କେହି ପ୍ରଶ୍ନ ପଚାରି ପାରିବ କି ଯଦି ମୁଁ କିଛି ଭଲ କାମ କଲି ତାପରେ କିଛି ଖରାପ କର୍ମ କଲି, ତ ଦିଟା 50-50 କ୍ୟାନସେଲ ହେଇପାରିବ କି ନାଇଁ, କଣ ହବ ନା ନାଇଁ? ହରେ କୃଷ୍ଣ। ଯଦି କିଛି ମୁଁ ଭଲ କର୍ମ କଲି ତାପରେ ମୁଁ ଖରାପ କାମ କଲି, ତ ଭଲ କାମ ଖରାପ କାମ କ୍ୟାନସେଲ ହେଇପାରିବ ନା ନାଇଁ? ଏ କହିବ, ଅନମ୍ୟୁଟ କରି କହିଲ। हरे अंकिता कृष्ण माताजी। प्रभु। हरे कृष्ण प्रभु। हरे कृष्ण को ना 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 प्रभु सेମିତି ହେଇପାରିବନି। ହେଇପାରିବନି। ମୁଁ 50 ରୁ 60% କରିଦେଇଛି ଏବେ। 50% ସିନା କହିଲେ କହିବ ହବନି, 60% କରିଛି। ତେବେ 60% ରୁ ମୁଁ କହିବି ନାଇଁ ମୋର 50% କାଟିଦିଅ ଖରାପ କାମରୁ, ବାକି 10% ମତେ ଏନ୍ଜୟ କରିବାର ଅଛି। ତ ଏଇଟା ହବ ନା ନାଇଁ? 50-50 ସିନା ମନା କରିଦେଲ, ଏବେ 60-40 ଅଛି, ସରି 50-60 ନୁହଁ 60-40 ଅଛି। ତ ଯୋଉ 60 ଅଛି 40 ଅଛି, ତ 40% କ୍ୟାନସେଲ ହେଇକି 20% ମିଳିବାରେ କି ଅସୁବିଧା ଅଛି? କିଏ କହିବ? ହରେ କୃଷ୍ଣ ପ୍ରଭୁଜୀ, ଦଣ୍ଡବତ ପ୍ରଣାମ। ପ୍ରଭୁଜୀ। ଯେମିତି ଯେମିତି ଆମ୍ବ ଗଛରେ ଯେମିତି ଆମ୍ବଟା ତାମାନେ ପାଚିଲା ପରେ ତାପରେ ଆମେ ତାକୁ ଖାଇଲା ପରେ ଟେଷ୍ଟ ଲାଗେ, ସେପରି ଯେତେବେଳେ କର୍ମଟା 60% କରିଛନ୍ତି ମାନେ ଫାଷ୍ଟ ତାହେଲେ ଭଲ ଇଏଟା ମିଳିବ, ତାପରେ ଯୋଉ 40%ଟା କରିଛନ୍ତି ତାପରେ ସେଇଟା ହିଁ ଖରାପ ଇଏଟା ଆସିବ। ମୁଁ କହିଲି ସେଟା କଣ, ଏଟା କହନ୍ତି ଆଡଜଷ୍ଟ ହେଇପାରିବ ନା ନାଇଁ, ସେଟା ଦରକାର ଅଛି ଏବେ। ଭଗବାନ ଦେଖିଲେ ବଧା କଲେ, କାରଣ ଷ୍ଟୋରି ଶୁଣିବା ଭାଗବତମରେ ଅଛି, 10ମ ସ୍କନ୍ଧରେ ଅଛି ରାଜା ନୃଗଙ୍କ କଥା। ତ ରାଜା ନୃଗ କଣ କରିଥିଲେ, ମତେ ଜାଣି ଦେଇକି ଶୁଣ, ବଢିଆ ଷ୍ଟୋରି। ରାଜା ନୃଗ କଣ କରିଥିଲେ, ବହୁତ ବଡ ଦାନୀ ଲୋକ ଥିଲେ। ସମସ୍ତଙ୍କୁ କୌଣସି ଏକ ଅବସରରେ ଯଜ୍ଞ ଆଦି ସାରିକି ସେ କଣ କଲେ, ସମସ୍ତଙ୍କୁ ଦାନ ଦଉଥିଲେ। ତ ଗୋ ଦାନ କରୁଥିଲେ, ସ୍ୱର୍ଣ୍ଣ ଇତ୍ୟାଦି ଦାନ କରୁଥିଲେ। ତ ଗୋଟେ ବ୍ରାହ୍ମଣକୁ ସେ କଣ କଲେ, ଗୋଟେ ସୁନ୍ଦର ଗାଈଟେ ଦାନ କରିଛନ୍ତି। ତ ସେ ଗାଈଟେ କଣ କରିଛି, ତ ଦାନ କରିଦେଇଛନ୍ତି, ତ ସେ ଗାଈ ଭୁଲ ବଶତଃ କନଫ୍ୟୁଜ ହେଇକି ସେ ପୁଣି ଯୋଉ ଗୋଶାଳାକୁ ପଳେଇ ଆସିଛି। ଗାଈକୁ ଦାନ କରିଦେଇଛନ୍ତି, ସେ ବାହାରେ ଯିବା କଥା, ସେ କିନ୍ତୁ ବୁଲିକି ପଳେଇ ଆସିଛି। ଏବେ ରାଜା କଣ କରିଛନ୍ତି, ସେଇ ଗାଈକୁ କଣ କରିଛନ୍ତି, ପୁଣି ଅଜାଣତରେ ଆଉ ଗୋଟେ ବ୍ରାହ୍ମଣକୁ ଦେଇ ଦେଇଛନ୍ତି। ଯେହେତୁ ଆଉ ଗୋଟେ ବ୍ରାହ୍ମଣକୁ ଦେଇଛନ୍ତି, ତେଣୁ ସେ ବ୍ରାହ୍ମଣ ଯେତେବେଳେ କହିଲା କି ନାଇଁ ଏଇଟା ତ ମୋରି ଗାଈ, ମତେ ଦାନ ହେଇଯାଇଛି, ନା ଆପଣ କେମିତି ତାକୁ ଦେବେ? ତ ସେମାନେ ଆଉ ତାଙ୍କ ଭିତରେ ଝଗଡା କରିଛନ୍ତି, କିଏ ଗାଈର ସତ୍ତ୍ୱ ଅଧିକାର ନବ। କିନ୍ତୁ ଏଠି ରାଜା କହିଲେ ଠିକ ଅଛି, ମୋ ତରଫରୁ ଭୁଲ ହେଇଯାଇଛି, ତେଣୁ ଆପଣ ମତେ କ୍ଷମା କରନ୍ତୁ, ଆଉ ଆପଣଙ୍କୁ ମୁଁ 1,00,000 ଗାଈ ଦଉଛି, ଆପଣ ରାଜି ହେଇଯାଆନ୍ତୁ, ଯାହାର ଗାଈ ଯିଏ ନେଇଯାଆନ୍ତୁ। ମନା କଲେ, କହିଲେ ନାଇଁ। ତ ତାଙ୍କୁ ଏଇ ଯୋଉ ବ୍ରାହ୍ମଣ ମାନଙ୍କ ପ୍ରତି ଯୋଉ ଅପରାଧ ହେଲା, ତ ତାର ଗୋଟେ ପାପର କଣ, ତାଙ୍କର ପାପର ମାନେ କଜ ସୃଷ୍ଟି ହେଲା। ତ ସେଥିପାଇଁ ଯେତେବେଳେ ସେ ମୃତ୍ୟୁବରଣ କଲେ, ତ ଯମରାଜଙ୍କ ପାଖରେ ତାଙ୍କର ନିଷ୍ପତ୍ତି ହେଲା। ତ ତାଙ୍କୁ ଯମରାଜ ପଚାରିଲେ, ତୁମେ ଜନ୍ମରେ ଏତିକି ପୁଣ୍ୟ କରିଛ, ଏତିକି ପାପ କରିଛ, ପାପ ଭିତରେ ଏଇ ଗୋଟେ ଆକାଉଣ୍ଟ ଅଛି, ତୁମେ ଆଗ ପାପର ପ୍ରତିକ୍ରିୟା ଭୋଗ କରିବ ନା ପୁଣ୍ୟର ପ୍ରତିକ୍ରିୟା ଭୋଗ କରିବ? ତ ରାଜା ନୃଗ ରାଜା କଣ କହିଲେ, ମୁଁ ପ୍ରଥମେ ପାପର ପ୍ରତିକ୍ରିୟା ଭୋଗ କରିବି। ତ ପାପର ପ୍ରତିକ୍ରିୟା ସ୍ୱରୂପ ତାଙ୍କୁ କଣ ଶରୀର ମିଳିଲା, ପ୍ରଥମେ ଝିଟିପିଟି। ତ ସେଇ ଝିଟିପିଟି ବହୁତ ସମୟରେ ଗୋଟେ କୂଅ ଭିତରେ ଥିଲା। ତ ଥରେ ଭଗବାନ କୃଷ୍ଣଙ୍କର ଜଣେ ପରିବାର ଜଣେ ଲୋକ ଶାମ୍ବ, ପ୍ରଦ୍ୟୁମ୍ନ ଇତ୍ୟାଦି ସେମାନେ କଣ କରୁଥିଲେ, ଏଠି ଖେଳୁଥିଲେ। ତ ସେଇ ଜାଗାରେ ସେ ଦେଖିଲେ ଗୋଟେ ଝିଟିପିଟିଟେ ଗୋଟେ କୂଅରେ ଅଛି।
ତାକୁ ଉଠେଇବା ପାଇଁ ଚେଷ୍ଟା କଲେ ଟାଣିବା ପାଇଁ ସେ କିନ୍ତୁ ଉଠିଲାନି। ତ ଭଗବାନ କୃଷ୍ଣଙ୍କୁ କହିଲେ ଗୋଟେ ବହୁତ ବଡ ଝିରିପିଟି ଅଛି ଉଠୁନି ଜମାରୁ ଆସୁନି। ତ ଭଗବାନ କଣ କଲେ ଆସିଲେ ତାଙ୍କ ବାଁ ହାତ ଧରିକି ସେ ଝିରିପିଟିକୁ ଟାଣି ଆଣିକି ବାହାର କରିଦେଲେ। ତ ଭଗବାନଙ୍କ ସ୍ପର୍ଶ ପାଇବା ମାତ୍ରେ ହିଁ ସେ ଝିରିପିଟି ଦିବ୍ୟ ସ୍ୱରୂପ ଲାଭ କଲା ମାନେ ଦେବୀ ଦେବତାଙ୍କର ସ୍ୱରୂପ ଲାଭ କଲା। ଭଗବାନଙ୍କୁ ପ୍ରଣାମ କଲା। ଆଉ ଭଗବାନ ମଧ୍ୟ ତାଙ୍କର ପୂର୍ବଜନ୍ମ କଥା କହିଲେ କି ତୁମେ ଏଇଥିପାଇଁ ଝିଟିପିଟି ହେଇଥିଲ ତ ଏବେ ତୁମର ପୁଣ୍ୟ ପାପର ଯୋଉ ଆକାଉଣ୍ଟ କମ୍ପ୍ଲିଟ ଅଛି ଏବେ ପୁଣ୍ୟ ଭୋଗ କରିବାର ଅଛି। ତ ରାଜା ଏଇଠି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ତ ରାଜା ମୃଗ ଯେତେବେଳେ ଗୋଦାନ କରୁଥିଲେ ଗୋଦାନ କରୁଥିଲେ ସିଏ ଭାବୁଥିଲେ ଏଇଟା ମୋ ଜୀବନର ଲକ୍ଷ୍ୟ ବୋଲି। ତ ସେଇଟାକୁ ସେ କୃଷ୍ଣଙ୍କ ପ୍ରୀତି ଅର୍ଥେ କରୁନଥିଲେ ମନେ ରଖିଥାନ୍ତୁ। ସେଇଟାକୁ ଗୋଦାନ କରୁଥିଲେ କିନ୍ତୁ କୃଷ୍ଣଙ୍କ ପ୍ରୀତି ପାଇଁ କରୁନଥିଲେ। ସେଇଟାକୁ ଆଜି ପୁଣ୍ୟ କର୍ମ ତା ହିସାବରେ ସେ କରୁଥିଲେ। ତ କୃଷ୍ଣ ତାଙ୍କ ଜୀବନର ଏକମାତ୍ର ଗୋଲ ନଥିଲେ। ସମସ୍ତେ ମନେ କରାଯିବ ପୁଣ୍ୟ କର୍ମ କରୁଥିଲେ କିନ୍ତୁ କୃଷ୍ଣ ତାଙ୍କ ଜୀବନରେ ଗୋଲ ନଥିଲେ ଯେମିତି ଅମରେଶ ମହାରାଜଙ୍କର ଥିଲେ। ପ୍ରଭୁପାଦ କୁହନ୍ତି କି ଜଣେ ଯେ ପର୍ଯ୍ୟନ୍ତ କୃଷ୍ଣ ଭାବନାମୃତ ରେ ରହିକି ଭଗବାନ କୃଷ୍ଣଙ୍କ ପ୍ରତି ଶୁଦ୍ଧ ପ୍ରେମ ଜାଗ୍ରତ କରିନି ତାର ହୃଦୟରେ ସେ ପର୍ଯ୍ୟନ୍ତ ସେ ଭଗବତ ଧାମ ଯିବା ଭୁଲିଯାଅ ଏ ଭୌତିକ ଜଗତରେ ସେ ରହିବ। ତେଣୁ କୃଷ୍ଣ କନସିୟସ୍ ହେଲେ ହିଁ ଜଣେ ଭଗବାନଙ୍କ ପ୍ରତି ଭଲ ପାଇବା ଜାଗ୍ରତ କଲେ ହିଁ ଜଣେ ଭଗବତ ଧାମ ଯିବା ପାଇଁ ଏଲିଜିବଲ ହବ। ନହେଲେ ତାକୁ ସେଇ ଭଲ କର୍ମର ପ୍ରତିକ୍ରିୟା ସ୍ୱରୂପ ତାକୁ ଜନ୍ମ ନେବାକୁ ପଡିବ। ବୁଝିଲା। ତେଣୁ ସେଥିପାଇଁ ଭଗବାନ ବ୍ରହ୍ମ ସଂହିତାରେ ବ୍ରହ୍ମା ବି କୁହନ୍ତି କି ମନେ ପଡୁନି ଭକ୍ତି ଭାଜା ମାନେ କଣ କି ଯୋଉ ରିଆକ୍ସନ ଅଛି ପାପର ପ୍ରତିକ୍ରିୟା ଯୋଉ ଅଛି ତ ସେଇଟା ଭକ୍ତି କଲେ କଣ ହୁଏ ଏମିତି ଗୋଟେ କରେଇ ଅଛି କରେଇରେ ଆମେ ତଳେ କିଛି ମଞ୍ଜି ଆଣିବା ଗଛର ମଞ୍ଜି ତାକୁ ଭାଜିଦବା ତ ସେ ମଞ୍ଜି ଭାଜି ଦେଲା ପରେ ଆମେ ତ ତାକୁ ଗଛ ଲଗେଇବା ସେ ଗଛ ହବନି କେବେ ବି କାହିଁକି ନା ଆମେ ତାକୁ ଭାଜି ଦେଇଛେ। ତ ଭକ୍ତିଟା ସେଇଭଳିଆ କଣ୍ଡିସନ କି ଆମେ ଯେତେ ପାପ ରହିଲା ପାପର ଯୋଉ ବୀଜ ରହିଲା ତାକୁ ଆମେ ଭାଜିଦେଲେ ସେଥିରେ ପୁଣି ଗଛ ହବନି ଫଳ ହବନି କିଛି ହବନି। ତେଣୁ ସବୁ ପ୍ରକାର ପାପର ପ୍ରତିକ୍ରିୟା ନଷ୍ଟ ହେଇଯିବ। ଭଗବାନ କହୁଛନ୍ତି ନା ସର୍ବଧର୍ମାନ ପରିତ୍ୟଜ ମାମେକମ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ସବୁ ପ୍ରକାର ପାପର ପ୍ରତିକ୍ରିୟାରୁ ମୁଁ ତମକୁ ମୁକ୍ତ କରିବି। ତେଣୁ ସେଥିପାଇଁ ଏଠି ପଚାରିଲେ ରାଜା ମୃଗ ପଚାରିଲେ ତାହେଲେ ମୁଁ ଆପଣଙ୍କୁ ଦର୍ଶନ କେମିତି କଲି କୃଷ୍ଣଙ୍କୁ ପଚାରିଲେ ତ ସେ କହିଲେ ଠିକ ଅଛି ଯେତେବେଳେ ତୁମେ ଥରେ କଣ କରିଥିଲ ଗୋଟେ ତମ ପାଖରେ ଜଣେ ଭକ୍ତ ଆସିଥିଲେ ଯିଏ ତାଙ୍କର ଇଚ୍ଛା ଥିଲା ଗୋଟେ ମନ୍ଦିର ନିର୍ମାଣ କରିବା ପାଇଁ ଭଗବାନ କୃଷ୍ଣଙ୍କର ତ ତୁମେ ତାଙ୍କୁ ସାହାଯ୍ୟ କରିଥିଲ। କଣ ସାହାଯ୍ୟ କରିଥିଲ ଭଗବାନଙ୍କ ବିଗ୍ରହ ଆଣିବାରେ କି ଭଗବାନଙ୍କ ଯୋଉ ମନ୍ଦିର ବନେଇବାରେ ତ ସାହାଯ୍ୟ କରିଥିଲ। ସେ ତମର ସେବାରେ ପ୍ରସନ୍ନ ହେଇକି ତମକୁ ଆଶୀର୍ବାଦ ପ୍ରଦାନ କରିଥିଲେ ଆଉ ତୁମକୁ ସେଥିପାଇଁ ମୋର ଦର୍ଶନ ହେଇଛି। ବୁଝିଲା। ତ ନେକ୍ସଟ କଣ ଆକ୍ଟିଭିଟି ଅଛି ଏକ୍ସାମ୍ପଲ ଆଉ କନସେପ୍ଟ ସମସ୍ତେ ମ୍ୟାଚ୍ କରିକି ଦବ ମୁଁ ଏଇଟା ଯାଉନି ସମୟ ହେଇଯିବ ଆଉ ଅଳ୍ପ ଅଛି ଆମେ ସାରିଦବା। ମାନେ କହିବ ଠିକ ଅଛି କାହାର ମନରେ ପ୍ରଶ୍ନ ଆସିପାରେ ସମସ୍ତେ ପ୍ରଶ୍ନ ଭାବିବା ଦରକାର କି କଣ ପ୍ରଶ୍ନ ହେଇପାରିବ ପ୍ରଶ୍ନ ଆସିପାରେ କି ଯଦି ଆମେ ସବୁ ଖରାପ କର୍ମର ପ୍ରତିକ୍ରିୟା ଅଛି ତାହେଲେ ଭଗବାନ ଏଇ ଜନ୍ମରେ ସବୁ ତୁଟେଇ ଦଉନାହାନ୍ତି କାହିଁକି ନେକ୍ସଟ ଜନ୍ମ କଣ କରିବା ଦରକାର ଏଟା କଣ ଉତ୍ତର ହେଇପାରିବ ଜନ୍ମଜୟ କହିଲ ହରେ କୃଷ୍ଣ। ତ ଆଉ 5-10 ମିନିଟରେ ଆମେ 10 ମିନିଟରେ ସାରିବା ତ କେହି ଟିକେ ହଡବଡ ହବନି କାରଣ ଉପରେ ଟିକେ ଇମ୍ପୋର୍ଟାଣ୍ଟ କନସେପ୍ଟ ଗୁଡା ଅଛି। ତ ତ କଣ हरे ଉତ୍ତର कृष्ण ହେଇପାରେ ହରେ हरे କୃଷ୍ଣ। कृष्ण ହଁ କୁହ। ଭଗବାନ ଚାହିଁଲେ ଆମକୁ ତ ଏଇ ଜନ୍ମରେ ସବୁତକ ପାପର ପ୍ରତିକ୍ରିୟା ଦେଇ ଦିଅନ୍ତେ କାହିଁକି ପୁଣି ପୂର୍ବ ଜନ୍ମର ଆମେ କହିଦଉ ପୂର୍ବ ଜନ୍ମର ଖରାପ କରିଥିଲେ ଏଇ ଜନ୍ମରେ ମିଳୁଛି କାହିଁକି କଣ ଉତ୍ତର ହେଇପାରେ। ଓକେ ଉତ୍ତର ଦେଖିବା ତମେ ଧ୍ୟାନ ଦେଇକି ଶୁଣ ରେସ୍ପଣ୍ଡ କରିବ ନା ଆଉ ସମସ୍ତେ ରେସ୍ପଣ୍ଡ କରିବା ଦରକାର ସାଇଲେଣ୍ଟ ହେଲେ ତମ ସମୟ ନଷ୍ଟ ହଉଛି ମୋ ସମୟ ବି ନଷ୍ଟ ହଉଛି ରେସ୍ପଣ୍ଡ କରିବ ସବୁବେଳେ। ତେଣୁ ଆମେ ମଧ୍ୟ ଏଇ हरे ଜନ୍ମରେ कृष्ण ଠିକ ଅଛି ଶୁଣ ଏବେ ତ ଆମେ ମଧ୍ୟ ଏଇ ଜନ୍ମରେ କିଛି କର୍ମର ପ୍ରତିକ୍ରିୟା ପାଉଛେ ହେଲା। ତ କିଛିଟା କନସେପ୍ଟ ଅଛି ଇନଷ୍ଟାଣ୍ଟ ଆଉ ଡିଲେଡ କର୍ମ ଇନଷ୍ଟାଣ୍ଟ କର୍ମ ଡିଲେଡ କର୍ମ କଣ ପ୍ରତ୍ୟେକ କ୍ରିୟାର ସାଙ୍ଗେ ସାଙ୍ଗେ ଯେତେବେଳେ ପ୍ରତିକ୍ରିୟା ଆମେ ପାଉଛେ ଓଡିଆରେ ପଢିଥିବ କି ସାଇନ୍ସ ରେ ଦ୍ରୁତ ପ୍ରତିକ୍ରିୟା ଧୀର ପ୍ରତିକ୍ରିୟା ତ ଏଇଟା ହେଲା ଦ୍ରୁତ ପ୍ରତିକ୍ରିୟା ମାନେ ପ୍ରତ୍ୟେକ କର୍ମ ଅଛି ତାର ସାଙ୍ଗେ ସାଙ୍ଗେ ରିଆକ୍ସନ କେମିତି କିଏ ଗୋଟେ ତମକୁ ମାନେ ଝାପଟ ଲଗେଇଲା ମାନେ ଗାଲକୁ ଗୋଟେ ଜୋରସେ ଚାପୁଡା ଲଗେଇଲା ତମେ କଣ କରିବ ସାଙ୍ଗେ ସାଙ୍ଗେ ରିଟର୍ନ ଆଉ କିଛି ଅପସନ ନାହିଁ ଆମ ପାଖରେ ତ ତୁରନ୍ତ ଆମେ ଗୋଟେ ବାଡେଇ ଦଉଛେ ତ ସେଇଟା କଣ କୋଉ ପ୍ରତିକ୍ରିୟା ଦ୍ରୁତ ପ୍ରତିକ୍ରିୟା ନା ଧୀର ପ୍ରତିକ୍ରିୟା ତୁରନ୍ତ ଦ୍ରୁତ ପ୍ରତିକ୍ରିୟା ଇନଷ୍ଟାଣ୍ଟ। ଆଉ ଘରେ ଆମର କଣ ସବୁ ଇନଷ୍ଟାଣ୍ଟ ଇଡଲି ଚକୁଳି ଆମେ ବନେଇ ଦଉଛେ ମସଲା ଦୋସା ଆଣିକି ସବୁ ବନେଇ ଦଉଛେ ଇନଷ୍ଟାଣ୍ଟ କେହି ତ ଗୋଟେ ଚୋରଟେ ଅଛି ସେ କଣ କଲା ଚୋରି କରିକି ନେଲା ତ ସେ କିଛି ଘଣ୍ଟା ଭିତରେ ଧରା ପଡି ଯାଇପାରେ
किंबा काले माने वर्षा दिन होइछि हम रात्रि किछि एपट सेपट खाइदेले पेट खराब हो गला तो हमको नेक्स्ट डे तर प्रतिक्रिया मिले किंतु के यदि मर्डर कर देछि से एमती मास मास भी बुलु थाई पारे हे पारे किंबा के जेतले परीक्षा पाई पाठ पढ़िनी तो सी कोन परीक्षा खराब रिजल्ट होबा पाई अपेक्षा करिया पड़े मो रिजल्ट खराब होबो के एई समय पैसा इनकम करिनी ताको बुढ़ा होला बेलକୁ ताको कोन तार पैसा अभाव होबो तेणु किछिटा जिंस हम एई जन्म रे पाई जाआंती किछिटा लेट हुए केमिति इन्स्टॉलमेंट रे मिले केमिति गोटे एग्जांपल दउछि धृतराष्ट्रंकर 100 पुत्र थिले किंतु 100 पुत्र एकाबेले केमिति मरि गले तो महाभारत रे यार कारण दिया आइछि कि धृतराष्ट्र गांधारी 50 जन्म पूर्वरु से कौन करथिले ना जेतेबेले धृतराष्ट्र जाइथिले जंगल रे शिकार करिया पई जेतेबेले से कोन गोटे पक्षी जे माँ बापा थिले तो तांकर 100 संतान को मार देथिले तो तार प्रतिक्रिया स्वरूप तांको बापा माँ को ठारू धृतराष्ट्र को अभिशाप मिलिथिला कि तुमर मध्य ए जो पिता माने तुमे 100टा पुत्रर पिता हबो आ ता पई तुमको दुख भोग करिया पड़िबो त माने हत्या हेबे तो गोटे पिला जन्म करिया पई गोटे माँ को बापा को कोन पुण्य अर्जन करिया पड़िबो तेणु ताको 50 जन्म वेट करिया पड़ला 50 जन्म वेट करिया पड़ला पिला 50टा पिला माने 100टा पिला हवा पई तेणु प्रत्येक कर्म किछिटा समय निये फलीभूत हवा पई हला प्रत्येक कर्म किछि समय निये फलीभूत हवा पई सेटा ए जन्म रे हे पारे पर जन्म हे पारे तो एबे आ गोटे फास्ट कहली इंस्टेंट कर्म और डिलेड कर्म बुझिला इंस्टेंट कर्म माने संगे संगे डिलेड कर्म माने जोटा टिके टाइम लागिवो कि गोटे सिगरेट पिउची ताको संगे संगे कैंसर हे जीवो कि किछि वर्ष लागिवो तो एबे नेक्स्ट सुनिबा प्रारब्ध कर्म संचित कर्म कोन हमर कर्मर टोटल अकाउंट हमर कर्मर टोटल अकाउंट बुझेला तो ता भितरु आमे दि किछिटा गोटे एग्जांपल देले बुझी हो एबे भाबो तुमको कहला अटा दळिया पई तमे कोन कहलो पुळे अटा नेलो दळ देलो तो अटा दळी के रखि देलो हम मां पचाले कि झियो कि पुओ केते केते पट रुटी करिवु 10 पट मां देखि कहले तू तो 20 पट वाले अटा दळिछु 10 पट रुटी करिवु ताले जो बाकी जो 20 पट दळिया पई माने रुटी बनेया पई जति कि अटा आमे गुंथीचे तो सेति कि अटा संचित कर्म संचित माने पूरा ता भितर आमे जति कि नेले आज दिन पई जति कि कंज्यूम हबो गोटे जन्म पई मु जति कि सुख कि जति कि दुख भोग करबी जति कि प्रतिक्रिया भोग करबी सेटा हला प्रारब्ध कर्म बुझियला समस्तंकर नर कार ए पॉइंट रे डाउट अछि टोटल कर्मिक अकाउंट संचित कर्म गोटे जन्म पई जति कि अकाउंट रहला तादरे पाप भी थाई पारे पुण्यर कर्म फल थाई पारे पापर कर्म फल थाई पारे तो सेटा हला प्रारब्ध कर्म एति कि बुझियला ना बुझियलानी नकर डाउट रहला तो प्रत्येक जन कहीं कि ना हमको गोटे जन्म रे हम कहबो कि मां कहबो कि ठीक है 20टा रुटी कर दे जनका 10 पट कि 5 पट पड़ले हम खाई परिबानी तेणु गोटे जन्म रे जेहेतु आमे पूर्ण रूप रे पाप पुण्य भोग करि पारुने सेति पई टिके टिके इंस्टॉलमेंट रे हमको दिया जाए बुझिला सेति पई भगवान तो एही जिंस को नजर करी कहले सर्व पापेभ्यो मोक्ष से हम सब पापरु मुक्त कर देबी अर्थात हमर जो संचित कर्म अछि ताकू मु क्रॉस मार देबी ताकू छाड़ देबी बुझिला कार डाउट अछि कहबो लास्ट को नेक्स्ट डिफरेंट कर्म फलीभूत हवा पई जो विभिन्न प्रकार कर्म अछि त फलीभूत हवा पई डिफरेंट टाइम लागे केमति तमे गोटे गछ पई गोटे अमृतभंडा गछर मंजी पोति देला कि आंब गछर टाकुआ पोति देला कि धान गछ बनौछ धान चारा रोपुछ तेणु कौन समय लगुच कोटा 3 मास कोटा 7 वर्ष कोटा 6 मास जहाँ भी लगुच कहीं तार क्वालिटी अनुसार तेणु गोटे जन्म रे जो कर्म करूचे तार चेतना अनुसार को प्रकार आम कर्म करीछे ता अनुसार फलटा मिलिबो कोटा जल्दी जल्दी मिल जाई पारे कोटा स्पीड तुम धर काली आज आइसक्रीम खाइदब शोला बेलू फैन देदेव रात आइसक्रीम खाइदब शोई पड़ो सकाल कौन नाक पिटवानी हरे कृष्ण कहला बेलू अलग कौन शुणा तेणु से इंस्टाट तुरंत फलीभूत हाँपाई तुरंत लगिगला कि तुम कौन कहल आज टे रिल्स देखीदेल से काली सकाଳେ जप କରିଦେବ ପରଦିନ ଜପ କଲା ବେଳକୁ ଇଚ୍ଛା ଲାଗିବନି ଆରେ ନାଇଁ ସେ ରିଲ୍ସ ତ ବଢିଆ ନାଚୁଥିଲା ମୁଁ ବି ଟିକେ ନାଚ ପ୍ରାକ୍ଟିସ କରିବି ଜପ ବି କରିବି ନାଚ କରିବି ତା ପରଦିନ କଣ କରିବି ମୁଁ କେବଳ ନାଚ କରିବି ଜପ କରିବିନି ସରିଲା ତାପରେ କେବଳ ନାଚିବି ତାପରେ କଣ ହବ ମୁଁ ଜାଣିନି କହିବାର ଉଦ୍ଦେଶ୍ୟ କିଛିଟା ଫଳ କର୍ମର ଫଳ ତୁରନ୍ତ ଆସେ କିଛିଟା ପରେ ଆସେ ତ ଚାରି ପ୍ରକାର ଜିନିଷ ଆମେ ଜାଣିବା ଗୋଟେ ଟେବୁଲ ଅଛି ଦେଖିବ ଗୋଟେ କୁଟମ ଗୋଟେ ବୀଜ ଆଉ ଗୋଟେ ଫଳୋନ୍ମୁଖ ଆଉ ଗୋଟେ ପ୍ରାରବ୍ଧ ଏ ଚାରିଟା ଜିନିଷ ମୁଁ କହିବି ଏଟା ଭକ୍ତି ଶାନ୍ତ ସିନ୍ଧୁର ଅଛି ଏଠି ବର୍ଣ୍ଣନା କରାଯାଇଛି ଅପ୍ରାରବ୍ଧ ଫଲଂ ପାପಂ କୂଟଂ ବୀଜଂ ଫଲୋନ୍ମୁଖಂ
क्रमेणैव प्रलीयते विष्णु भक्ति रतात्मानम। तो कूट कूट माने कौन जो जो पापर बीजटा बीज माने मंजी जो पापर जो कर्मटा मंजी तैयारी करने ପାଇଁ रेडी ହେଇଯାଇଛି जो मंजी जो कर्मटा मंजी तैयारी करने ପାଇଁ रेडी ହେଇଯାଇଛି अर्थात तो मार्केट रो मंजी आनिक आइल सिंपल जो कर्म करुछे सेटा जो कर्मटा कौन ହେଇଛି ना बीज रूप रे माने बीज हमको प्रदान करूछि सेटा हला कूट हला बीज माने मंजी तोतर मंजी हे जाइछि तार एग्जांपल भी लेखि साइड रे देखिबो तार फलन्मुख माने फल होछि आउ प्रारब्ध माने एबे फलीभूत होछि हला तो कूट माने कोन आउतरे कहि दोछि तो भगवान को ठारू दूरेई की आमे तळे भोग करिवा किंबा किछि ओटो अधिकार सत्व अधिकार को प्राप्त करिया एई नियंत्रण रो मनोभाव रखिवा तो ए सब जिनिस कूट रे जाए कूट माने कोन सेइत्रु ही ए पापर बीजटा तयारी होछि बुझिला जेमति आमे मंजीटा आणुछे कोटु आनिले कृष्णଙ୍କଠୁ अलगा हेले पापर मंजी आनिले हला କିନ୍ତୁ एक्जाक्टली एटा पाप नो पाप पुण्य दीटा किंतु पाप पुण्य दीटा भौतिक बोली सेति पई ए जगत रे एटा कूट कुआ अछि कूट माने मंजीटा मंजी एक्जाक्टली मंजी नो मंजी आनिबार पूर्व अवस्था से रेडी हे अछि एबे मंजी ही आसीबो जेतले आमे भगवान को ईर्षा कले मु भोग करबी त हमर हृदय रे से कूट जन्म नेला तो नेक्स्ट से कूटटा कोन मंजी हबो कूटटा कोन हबो मंजी हबो तो मंजी हो माने कोन आमे डिजायर कले कि ना मु एटा करबी सेटा करबी पर्टिकुलर गोटे एक्शन को लेके डिजायर कले एटा करबी सेटा करबी सब करबी हला तापरे फलोन्मुख अर्थात सेई गछटा हेबाला मंजीरे पोतिले गछटा हला से कामटा कले जो भल काम खराब काम जहाँ हमें ए दुनिया भितर अछि भौतिक कर्म ताकू कले सेटा को फलोन्मुख अर्थात गछ बढ़ी 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 चलीछि तो किछि दिने आसीबो फल दब माने प्रारब्ध अर्थात जो कर्म तो फल को आमे अमल करूछे तो तार मतलब रिएक्शन तो ऊपर फास्ट रहला प्रोक्लिविटी माने नेचर कौन नेचर माने कौन कि गोटे जीव भौतिक जगत को आसिया पाई तर कौन कारण मूल तार नेचर कुटम अर्थात से जगत को आसिया को चाहूची भगवान टू दूर रे रही भोग करया ପାଇଁ चाहूची बीज वाला मंजी भाबिली मु कोन करबी गोटे घर करबी स्त्री रखिबी पिला छुआ जन्म करबी पुणी परिवार बढ़ेबी संसार करबी तो एटा हला बीज अर्थात कूट ए जगत रे रही मु सुख रहया ପାଇଁ चेष्टा करबी तो हला बीज तापरे जेतले संसार भीतर रहिली जेतले आनंद पाइली सुख पाइली दुख पाइली कोन तापर कोन कर्मटे करथिबी से कर्मटा हला कोन ए फल कर्म को माने अमल करबी सेटा प्रारब्ध बुझिला समस्त ना डाउट रहला कार कूट बीज फलोन्मुख प्रारब्ध कूट माने मंजी मार्केट गली मंजी आनिक आसली तो मार्केट जो गली सेटा भाबो कूट बीज कोन मंजीटा आनिक आसली मंजीटा पोतीबी एबे तो पोती साइली गछ हला तो फलोन्मुख गछ हला परे मु फल फा कली एटा हला प्रारब्ध तो एमती टर्म में देखिले कूट माने हमर नेचर अछि भगवान को दूर रही भोग करवा बीज हला एतले आमे भौतिक जगत रे किछि कर्म करया पई डिजायर मन भीतर आसे मु एमिति भोग करबी एमिति को नियंत्रण करबी सेटा हला बीज तापरे कोन फलोन्मुख फल हबो तापरे प्रारब्ध तो सेति भाई विभिन्न स्टेज अछि किंतु कुआ जाउछि चैतन्य चेतामृत रे कि ए सब जिंस भगवान विष्णुଙ୍କର भक्ति रे रत रहिबा सब नष्ट हो जिवो हला तो नेक्स्ट नित्य कर्म माने डेली आमे जोटा प्रेस्क्राइब ड्यूटी डेली प्रेस्क्राइब ड्यूटी नित्य कर्म माने जोटा आमे डेली करूछे भगवान का नाम जप करबा कि शास्त्र अध्ययन करबा तो नित्य कर्म नित्य माने कोन भगवत धाम रे जोटा आमे प्रत्येक दिन करूछे नित्य कर्म माने आमे ओडिया रे अलगा किछि बुझंती सकाळ उठी गाधे पाधे रहबा सेटा नित्य कर्म नुह नित्य कर्म हला भगवान कृष्णଙ୍କର सेवा रे आमे जोटा नित्य सेवा रे जोटा करूछे ला सेटा नित्य कर्म नैमित्तिक कर्म कोन ओकेजनली भगवान को जन्माष्टमी हला किसी प्रकार विशेष सेवा मिलिला तो सेटा नैमित्तिक कर्म ओकेजनल स्पिरिचुअल ड्यूटी विहित कर्म कोन शास्त्र अनुमोदित कर्म कि हमर अथॉरिटी कहले कोन शास्त्र माने अथॉरिटी गुरु कहंतु किबा शास्त्र कहंतु ए दि जनकर अनुगत्य रही कि आमे तले किछि करूछे तांको निर्देश अनुसार पाठ पढिबा आमे पाठ पढले किबा संसार करबा संसार कले तो एटा हला विहित कर्म काम्य कर्म कोन मोर इच्छा हला कोन मोर इच्छा हला मु गीत गाइबी मृदंग बजेबी कि नाचिबी सेटा हला मोर काम्य कर्म मोर जा इच्छा अछि निषिद्ध कर्म कोन निषिद्ध कर्म निषेध करा आछि मना करा आछि चारिटा नियम ब्रेक करबा मना करा आछि तो सेटा हला निषिद्ध कर्म गोटे छोटो पिला भाबो एबे समुद्र कूल को जाइछि सेते माने ता आपा मा कहले कार रे बसिबो तो से कार रे बसिबाटा कोन विहित कर्म से कार रो बाहरी की तळे सेई सीशोर
ସମୁଦ୍ର କୂଳରେ ବୁଲିଲା ସେଟା କଣ କାମ୍ୟ କର୍ମ, ତାର ଇଚ୍ଛା ହେଲା ବୁଲିବା ପାଇଁ, ସମୁଦ୍ର ଭିତରେ ପଶିଗଲା ସେଟା କଣ ନିଷିଦ୍ଧ କର୍ମ। ଗୋଟେ ରାଜା ଅଛନ୍ତି, ଗୋଟେ ଏକ ପତ୍ନୀ ଗ୍ରହଣ କଲେ, ବାହା ହେଲେ, ତ ଏଇଟା କଣ ବିହିତ କର୍ମ। ବହୁ ପତ୍ନୀ ଗ୍ରହଣ କଲେ, କଣ ତାଙ୍କର ଇଚ୍ଛା ହେଲା ନାହିଁ ମୁଁ ଗୋଟେ କେମିତି ଭୋଗ କରିବି, ବହୁତ ମୁଁ ରାଜା ତ ବହୁତ ଭୋଗ କରିପାରିବି, ତ ଏଇଟା କଣ କାମ୍ୟ କର୍ମ। କାମ୍ୟ ମାନେ କାମନା ଅଛି, ଇଚ୍ଛା ଅଛି। ଯଦି କହିବେ ନାଇଁ ନାଇଁ ମୁଁ ବେଶ୍ୟାଳୟ ଯିବି, ତାହେଲେ ଏଇଟା କଣ ନିଷିଦ୍ଧ କର୍ମ। ଗୋଟେ ଛୋଟ ପିଲାଟେ ଅଛି, କିଏ ବି ଷ୍ଟୁଡେଣ୍ଟ ଅଛି, ସିଏ ତାର ପାଠ ପଢିବାର ଅଛି, ତ ସେ କାମ୍ୟ କର୍ମ, ସରି ବିହିତ କର୍ମ। ଯଦି କେବଳ ମୁଁ ନନ ଭେଜିଟେରିଆନ ଜିନିଷ ଖାଇବି, ତାହେଲେ କଣ ସେଟା କି କର୍ମ ହବ, ନିଷିଦ୍ଧ କର୍ମ ହେଲା। ତେଣୁ ବୁଝିବାର ଅଛି କାମ୍ୟ ନିତ୍ୟ କର୍ମ ନା ଏମିତିକା କର୍ମ ଭଗବତ ଧାମ ପାଇଁ ଯୋଉ କର୍ମ ରହିଲା। ତାପରେ ରହିଲା କାମ୍ୟ କର୍ମ, ବିହିତ କର୍ମ, କାମ୍ୟ କର୍ମ, ନିଷିଦ୍ଧ କର୍ମ। ତ 5 ପ୍ରକାର କର୍ମ କହିଲେ, ସମସ୍ତେ ଧ୍ୟାନ ଦେଇକି ମନେ ରଖିବ। ତେଣୁ ଆମକୁ ଜାଣିବାର ଅଛି ଆମକୁ କୋଉ କର୍ମ କରିବାର ଅଛି। ପ୍ରତ୍ୟେକ ଦିନ ଆମକୁ ଦେଖିବାର ଅଛି ଆମେ କୋଉ କର୍ମ କରିବା, ଏଇ କର୍ମ ବନ୍ଧନରେ ଅନନେସେସରିଲି ପଡିବାର ନାହିଁ। ଯାହା ମଶାଟା ମାରିଦେଲି କାହିଁ ମାରିବି, ମୋର କଣ ଦରକାର ଅଛି, ମୁଁ ତାର ପାପଟା କାହିଁ ଭୋଗ କରିବି। ଅନନେସେସରିଲି ପାପ କରିବାର ନାହିଁ। ଆମକୁ ଭଗବାନଙ୍କର ଭକ୍ତି କରିକି ଭଗବତ ଧାମ ଯିବାର ଅଛି। ସିଓରେଷ୍ଟ ସେଫେଷ୍ଟ ଆକ୍ସନ ହେଲା କୃଷ୍ଣ କନସିୟସନେସ। ନେକ୍ସଟ, ଯଦି କହ ମୁଁ ଭୁଲି ଯାଇଛି, ମୁଁ କିଛି ପାପ କରିନି, ଭୁଲି ଯାଇଛି, କିଏ ଜଣେ କହିଲେ କି ମୁଁ କାହିଁକି ମହାକୁମ୍ଭରେ ବୁଡ ଦେବି, ମୁଁ ତ କିଛି ପାପ କରିନି। ପାପ କର କି ନ କର ଜଣଙ୍କୁ ପନିଶମେଣ୍ଟ ଭୋଗିବାକୁ ପଡିବ। ପାପ କର କି ନ କର ନା, ପାପ ଭୁଲି ଯା କି ମନେ ରଖ, ଜଣକୁ ପନିଶମେଣ୍ଟ ଭୋଗ କରିବାକୁ ପଡିବ। ଆକ୍ଟିଭିଟି ଅଛି, ସମସ୍ତେ କରିବ। ଜଣେ କହିବ ଠିକ ଅଛି, ଯୋଉ ଆମେ ଦେଖୁଛେ ବହୁତ ଲୋକ ଏକା ବେଳେ ମରି ଯାଉଛନ୍ତି ହେଲା, ଭଗବାନ କାହିଁକି ଏତେ ନିର୍ଦ୍ଦୟ ହେଇକି ବନ୍ୟା ବାତ୍ୟା ମରୁଡି କରିଦଉଛନ୍ତି, କାହିଁ କରିଦଉଛନ୍ତି, ତାକୁ କହନ୍ତି କଲେକ୍ଟିଭ କର୍ମ। କଲେକ୍ଟିଭ କର୍ମ ମାନେ ସାମୂହିକ ପ୍ରତିକ୍ରିୟା ଯୋଉଟା ପ୍ରଦାନ କରେ। ସୁନାମି ହେଲା 4 ଲକ୍ଷ ଲୋକ ମରିଗଲେ। ଏବେ କଣ ହେଇଥିଲା, ଗୋଟେ କରୋନା ହେଲା, ବହୁତ ଲୋକ ମରିଗଲେ। କିଏ ଅମରନାଥ ଯାତ୍ରା କରୁଛନ୍ତି, ଭଗବାନଙ୍କ ଧାମ ଦେଖିବାକୁ ଯାଉଛନ୍ତି, ସେଥିରେ ବି ଲୋକ ହଜାର ମରିଯାଉଛନ୍ତି। କିମ୍ବା ଆମର ଟାଇଟାନିକ ଯୋଉ ଜାହାଜ ଯାଉଥିଲା, ସେଥିରେ 1500-1000 ଲୋକ କେତେ କଣ ଥିଲେ, ସେ ଏକା ବେଳେ ମରିଗଲେ। ତ ଏସବୁ ଜିନିଷ କଣ, ଜଣେ ସାମୂହିକ ପ୍ରତିକ୍ରିୟା, ବହୁତ ଗୁଡାଏ ଲୋକଙ୍କର ପାପର ପ୍ରତିକ୍ରିୟା ଗୋଟେ ଲଟରେ ସଫା କରିଦିଆଯାଏ ହେଲା। ମୁଁ କରେନି, ଭଗବାନ ନେଚରଙ୍କର ଆରେଞ୍ଜମେଣ୍ଟ ଏମିତି ଅଛି। ସାମୂହିକ କର୍ମ, ଯଦି କିଏ କଣ ସେଟା କହନ୍ତି ଆବୋର୍ଷଣ ବଗେରା କରୁଥିବେ, କିମ୍ବା ଗୋହତ୍ୟା କରୁଥିବେ, ତ ଶାସ୍ତ୍ର ବର୍ଣ୍ଣନା କରାଯାଇଛି। ଏଇଭଳିଆ ଯୋଉ ବହୁତ କଣ ସେଟା କହନ୍ତି ଜଘନ୍ୟ ପାପ ଯଦି କିଏ କରୁଥିବେ, ତ ବିଶେଷ କରିକି ସାମୂହିକ ପ୍ରତିକ୍ରିୟା ବିଭିନ୍ନ ପ୍ରକାରର ଯୋଉ ଦୈବୀ ଦୁର୍ବିପାକ ମାଧ୍ୟମରେ ହୁଏ। ସେଥିପାଇଁ ଦେଖିଥିବ ଯୋଉଠି ଅଧିକ କଷେଇ ଖାନା ଥିବ, ସେ ଜାଗାରେ ହିଁ ବିଭିନ୍ନ ପ୍ରକାରର ଇଣ୍ଡୋନେସିଆ ଇତ୍ୟାଦି ଆର୍ଥକ୍ୱେକ୍ ବଗେରା ହୁଏ। ତେଣୁ କଣେ କହିପାରିବ, ଠିକ ଅଛି, ଗୋଟେ ଶାସ୍ତ୍ରରେ ଉଦାହରଣ ଦିଆଯାଇଛି କି ଜଙ୍ଗଲରେ ଯେମିତି ଗଛରୁ ଗଛ ମିଶିକି ନିଆଁ ଲାଗେ, ତ ଗଛରୁ ଗଛ ନିଆଁ ଲାଗେ, ଅର୍ଥାତ ଆମେ ଯେତେବେଳେ କିଛି ପରିଣାମ ଭୋଗ କରନ୍ତି, ତ ପରିଣାମ ପଛରେ ଗଛରୁ ଗଛ ନିଆଁ ଲାଗେ କାହିଁକି କହିଲି, କାହିଁକି ନା ଗଛରେ ନିଆଁ ନାହିଁ, କିନ୍ତୁ ସେ ଯୋଉ ଗଛକୁ ଗଛ ଘଷି ହୁଏ ଆଉ ତାର ପବନ ଟା ବହେ, ସେ ପବନ ମାଧ୍ୟମରେ ସବୁଆଡେ ସ୍ପ୍ରେଡ ହେଇଯାଏ। ଏ ଯୋଉ ଆମେରିକାରେ ଏବେ କଣ ଗୋଟେ ନିଆଁ ଲାଗିଗଲା, ବହୁତ ଜଙ୍ଗଲ ନଷ୍ଟ ହେଇଗଲା। ତ କାହିଁକି ନା ଆମେ ଯେତେବେଳେ ଜୀବନରେ କିଛି ଦୁଃଖ ପାଆନ୍ତି, ଫରେଷ୍ଟ ଫାୟାର ତାକୁ କୁହାଯାଏ, ଦୁଃଖ ପାଆନ୍ତି, ତାଙ୍କର କାରଣ କଣ ନା ପାପମୟ ସ୍ଥିତି, ପାପମୟ ପ୍ରତିକ୍ରିୟା ଥିବ, ତା ପାଇଁ ଆମେ ଦୁଃଖ ପାଆନ୍ତି। ଅଜାଣତରେ କାହାକୁ ଦୁଃଖ ମିଳେନି। ଲ ଅଫ ଗ୍ରାଭିଟି ଅଛି, ଲ ଅଫ କର୍ମ ବି ସେମିତି ଅଛି। ଲ ଅଫ କର୍ମ ମାଧ୍ୟମରେ ଜଣଙ୍କୁ ପ୍ରତିକ୍ରିୟା ଭୋଗ କରିବାକୁ ପଡିବ ହିଁ ପଡିବ। କେହି ବି, ଭଗବାନ ଜଣେ ସଠିକ ନ୍ୟାୟାଧୀଶ, ଭଗବାନ ଜଣେ ସଠିକ ନ୍ୟାୟାଧୀଶ, କାହା ପ୍ରତି କେବେ ବି ଅନ୍ୟାୟ କରିପାରିବେନି। ଆଉ ଭଗବାନ ବିଶେଷ କରିକି ନ୍ୟାୟର ଇଏ କାହାକୁ ଦେଇଛନ୍ତି, ନିୟନ୍ତ୍ରଣ କରିବା ପାଇଁ କାହାକୁ ଦେଇଛନ୍ତି, ଦୁର୍ଗା ଦେବୀଙ୍କୁ। ତ କେହି ବି ଭାବି ପାରିବନି ମୁଁ ଏ ନ୍ୟାୟରୁ ମୁକ୍ତ ପାଇବି, ନା, ପାଇବେନି କେବେ ବି। ତ ଯେକୌଣସି ଆମେ କର୍ମ କରୁଛନ୍ତି, ପରିଣାମ ଭୋଗ କରୁଛନ୍ତି, ତା ପାଇଁ ଆମେ ବ୍ୟକ୍ତିଗତ ରୂପେ ଦାୟୀ। ମୋ ଭାଇ କରିବେ, ମୋ ବାପା କରିବେ, ନାହିଁ, ମୁଁ ହିଁ ଦାୟୀ। ଯେତେ ଦୁଃଖ ପାଉଛନ୍ତି, କଷ୍ଟ ପାଉଛନ୍ତି, ତା ପାଇଁ ମୁଁ ହିଁ ଦାୟୀ। ତେଣୁ ଏଇ କର୍ମର ବନ୍ଧନରୁ କିମ୍ବା ପୁନର୍ଜନ୍ମର ଇଏରୁ ଆମକୁ ମୁକ୍ତ କେମିତି ହବା, ଗୋଟେ ଏକ୍ସାମ୍ପଲ ଦିଆଯାଏ। ବ୍ୟାଙ୍କ ଯାଇଥିବ, ବ୍ୟାଙ୍କରେ କ୍ୟାସିୟରକୁ ଦେଖିଥିବା, କ୍ୟାସିୟର କଣ କରେ, ସେ ପଇସା କଲେକ୍ଟ କରିଥାଏ, ଲୋନ ସାଙ୍ଗସନ କରେ, ପଇସା ଡିପୋଜିଟ ରଖେ, ସବୁ କାମ କାହା ତରଫରୁ କରେ, ବ୍ୟାଙ୍କ ଅଥରିଟି ତରଫରୁ କରେ। ଯୋଉ ମୋମେଣ୍ଟରେ ସିଏ ତାର ପକେଟ ଗରମ କରିବା ପାଇଁ କିଛି ପଇସା ରଖିଦେଲା, ସେ ଟାଇମରେ ସେଟା ପନିସେବଲ ଅଫେନ୍ସ, ଅର୍ଥାତ ତାକୁ ଦଣ୍ଡ ମିଳିବ। ସେଥିପାଇଁ ଭଗବାନଙ୍କର ଜୀବମାନେ କଣ କରିବା ଦରକାର, ଭଗବାନଙ୍କ ବିହାଫରେ, ଭଗବାନଙ୍କ ପ୍ରସନ୍ନତା ପାଇଁ କର୍ମ କରିବା ଦରକାର, ବିହାଫ ଅଫ କୃଷ୍ଣ। ସେଥିପାଇଁ ଭଗବାନ ହେଲେ ୟୁନିଭର୍ସାଲ ଗଭର୍ଣ୍ଣମେଣ୍ଟର ହେଡ, ତାଙ୍କ ବିହାଫରେ ଯଦି ଆମେ କର୍ମ କରିବା, ତାହେଲେ ଆମେ କୌଣସି କର୍ମର ପ୍ରତିକ୍ରିୟା ଲାଗିବନି। ରାଜାଙ୍କ ପୁଅକୁ କର୍ମର ନିୟମ ଲାଗେ, ବିଶେଷ ଲାଗେନି। ତେଣୁ ଆମକୁ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ପଦ୍ମ ପତ୍ରମ ଇବାମ ବସା, ଅର୍ଥାତ ପଦ୍ମ ପତ୍ର ଭଳିଆ ଆମକୁ କର୍ମ କରିବାର ଅଛି। ଅର୍ଥାତ କଣ ଓଡିଆରେ କହନ୍ତିନି, ମାଛ ଧରିବ କିନ୍ତୁ
ପାଣି ରେ ପଶିବନି, ପାଣି ନ ପଶିକି ମାଛ ଧରିବାର ଅଛି। ତାମାନେ କଣ? ହରେ କୃଷ୍ଣ ଜପ କରିବାର ଅଛି, ଭାଗବତମ ପଢିବାର ଅଛି, ପ୍ରସାଦ ପାଇବାର ଅଛି, ଭଗବାନଙ୍କ ଶୁଦ୍ଧ ସେବାରେ ନିୟୋଜିତ କରିବାର ଅଛି। ୟା ଦ୍ୱାରା ଆମର ଡ୍ୟୁଟିଟା ଯାହା ହବ ଭଗବାନଙ୍କ ସେବା ପ୍ରତି ରହିବ, ଏଥିରେ ମେଟେରିଆଲ କିଛି ମାତ୍ରାରେ ମେଟେରିଆଲ ଆଟ୍ରାକ୍ସନ ରହିବନି। ଆମେ କୌଣସି ପ୍ରକାର ପାପର ପ୍ରତିକ୍ରିୟାରୁ ପୂର୍ଣ୍ଣ ରୂପେ ମୁକ୍ତ ହୋଇଯିବା। ଆମେ ସମସ୍ତେ ଚେଷ୍ଟା କରିବା ଦରକାର କି ଆମ ଭିତରେ ଯୋଉ କର୍ମର ଫଳ ଅଛି ସେ କର୍ମର ଫଳକୁ ଭଗବାନଙ୍କୁ ଅର୍ପଣ କରିବା ଦରକାର। କର୍ମ ଫ୍ରି କିଏ ଜଣେ କହିଲେ କର୍ମାବାଇ ଖିଚଡି। କର୍ମାବାଇ ଖିଚଡି ମାନେ କଣ? ଯୋଉ ଖିଚଡି ଭଗବାନଙ୍କର ଶୁଦ୍ଧ ପ୍ରେମ ସହିତ କର୍ମାବାଇ ଯେ ବନେଇଥିଲେ ଭଗବାନଙ୍କୁ ଅର୍ପଣ କରିଥିଲେ ଜଗନ୍ନାଥଙ୍କୁ, ସବୁବେଳେ ଖିଚଡି ଭୋଗ ହୁଏ ଭଗବାନଙ୍କୁ। ତ ସେଇଭଳିଆ କର୍ମ କରିବା ଦରକାର ତାକି ଆମେ କର୍ମରୁ ଫ୍ରି ହବା। କର୍ମାବାଇ ଖିଚଡିରୁ କର୍ମ ଫ୍ରି ଲାଇଫ ହେଲା। ତ ଏଇଟା କଣ? କୃଷ୍ଣ କନସିୟସ ଲାଇଫ। ତ କୃଷ୍ଣ କନସିୟସ ଜୀବନ ଶୈଳୀ ଆମର ତ୍ୟାଗକୁ ଆହ୍ୱାନ କରେ ସବୁବେଳେ। କୃଷ୍ଣ କନସିୟସ ଜୀବନ ଶୈଳୀ ତ୍ୟାଗକୁ ଆହ୍ୱାନ କରେ, ଅର୍ଥାତ ତ୍ୟାଗ କଲେ ହିଁ ଆମେ, ଅର୍ଥାତ ଭୌତିକ ଜଗତର ସୁଖ ଆମର ଅଛି ସୁଖ ସଂସାଧନ ସବୁ ଫ୍ୟାସିଲିଟିକୁ ଆମେ ତ୍ୟାଗ କଲେ ହିଁ ଭଗବାନଙ୍କୁ ପାଇପାରିବା। କେମିତି ତ୍ୟାଗ? ମାନେ ସେ ଯୋଉ ତ୍ୟାଗର ମନୋବୃତ୍ତି ସବୁ କାର୍ଯ୍ୟରେ ଆମକୁ ଆଣିବାର ଅଛି। ସେଥିପାଇଁ ଶୁଦ୍ଧ ଭକ୍ତି ମାଧ୍ୟମରେ ଆମେ ଏ ଭୌତିକ ଜୀବନ ଚକ୍ରରୁ ତ ମୁକ୍ତ ହେଇପାରିବା। ଆଉ ଆଡିସନାଲ ବେନିଫିଟ ଆମକୁ କଣ? ଏ ଜନ୍ମ ମୃତ୍ୟୁ ଚକ୍ର ମୁକ୍ତ ହବା କ୍ଷଣି ଆମକୁ ଏଲିଭେସନ ଟୁ ହାୟର କନସିୟସନେସ, ଆମେ ଧୀରେ ଧୀରେ ଭଗବତ ଉନ୍ମୁଖୀ ହବା, ଭଗବତ ଧାମରେ ପ୍ରବେଶ କରିପାରିବା। ତ ଆମେ କଣ କଣ ଆଜି ଶ୍ରବଣ କଲେ? ତ କର୍ମ କଣ? ଭଲ କର୍ମ ଖରାପ କର୍ମ କଣ ଶୁଣିଲେ। ତାପରେ ଅକର୍ମ କଣ? ଯୋଉଟା ଶୁଦ୍ଧ ଭକ୍ତି। ପୁଣ୍ୟ କର୍ମ ଭକ୍ତି ନୁହେଁ, ପୁଣ୍ୟ କର୍ମ ଭକ୍ତି ନୁହେଁ। ମନେ ରଖିବ। କିଏ କଣ ଭଲ ଲୋକ ଭକ୍ତ? ନା, ଭକ୍ତ ନୁହେଁ। ଭାଗବତରେ କୁହା ହଉଛି ପୁଣ୍ୟ କର୍ମ ଭୌତିକ ଜଗତର, ଭକ୍ତି ଭଗବତ ଧାମର। ତାପରେ ଆମେ ଶୁଣିଲେ କଣ? କର୍ମ ଯାହା ଭଗବାନଙ୍କ ଦ୍ଵାରା ପରମାତ୍ମାଙ୍କ ଦ୍ଵାରା କଣ ନିୟନ୍ତ୍ରିତ ହେଇଥାଏ। କର୍ମର ଚକ୍ର 7ଟା ପଏଣ୍ଟ ଲେଖିଥିଲି, ଦେଖିବ। ଆଉ ଗୋଟେ ଲୋକ ସହିତ, ଗୋଟେ ଭଲ ଲୋକ ଆପାରେଣ୍ଟଲି ସାମ୍ନାରେ ଲେଖା ହଉଥିବା ଭଲ ଲୋକ ସହିତ କାହିଁକି ଖରାପ ହୁଏ ସେଟା ଆମେ ଦେଖିଲେ। ଆଉ ତାପରେ ଗୁଡ କର୍ମ ବ୍ୟାଡ କର୍ମ କେବେ କ୍ୟାନସେଲ ହବନି। ଜଣକୁ ରାଜା ନୃଗଙ୍କ ଭଳିଆ ଆମେ ଏକ୍ସାମ୍ପଲ ଦେଖିଲେ, ତାଙ୍କୁ ଥରେ ଝିଟିପିଟି ହବାକୁ ପଡିଲା, ତାପରେ ତାଙ୍କର ପୁଣ୍ୟ କର୍ମ ସେ କଣ ଭୋଗ କରିବେ। ଆମେ ଦେଖିଲେ ଶୁଦ୍ଧ ଭକ୍ତିରେ ଏଇ ପୁଣ୍ୟ କର୍ମର ତିଳ ମାତ୍ର ଲେଶ ନଥାଏ, ଅର୍ଥାତ ଭୋଗ କରିବାର କୌଣସି ଆଶା ନଥାଏ। ତାପରେ ଆମେ କହିପାରିବ କି ଆମକୁ ଏଇ ଜନ୍ମ ଭିତରେ କାହିଁକି ମିଳିଲାନି କର୍ମ ପ୍ରତିକ୍ରିୟା? କାହିଁକି ନା ଯେକୌଣସି କର୍ମକୁ ଫଳୀଭୂତ ହେବା ପାଇଁ ସମୟ ଲାଗେ। ତ କୋଉଟା ଇନଷ୍ଟାଣ୍ଟ ଥାଏ, କୋଉଟା ଡିଲେଡ ଥାଏ, କୋଉଟା ପ୍ରାରବ୍ଧ କର୍ମ ଥାଏ, କୋଉଟା ସଞ୍ଚିତ କର୍ମ ଥାଏ। ସଞ୍ଚିତ କର୍ମ ମାନେ ପୁରା ଫୁଲ ଆକାଉଣ୍ଟ, ପ୍ରାରବ୍ଧ କର୍ମ ମାନେ ଏଇ ଜନ୍ମ ପାଇଁ ଯେତିକି କୋଟା ଅଛି। ତା ଭିତରେ ଆମେ ଦେଖିଲେ କୂଟ, ବୀଜ, ତାପରେ ଫଳୋନ୍ମୁଖ ଆଉ ପ୍ରାରବ୍ଧ, ଏଇ 4ଟା ସ୍ଟେଜ ଦେଖିଲେ। ପ୍ରଥମେ କୂଟ ହବ, କୂଟ ମାନେ ମଞ୍ଜି ଆସିବ, ତାପରେ ମଞ୍ଜି ପୋତା ହବ, ବୀଜ ହବ, ବୀଜ ପରେ ଫଳୋନ୍ମୁଖ ହବ, ଉନ୍ମୁଖ ମାନେ ଗଛ ହେଇ ଚାଲିଲା, ତାପରେ ଫଳୀଭୂତ ହବ, ପ୍ରାରବ୍ଧ କର୍ମ ଆମେ ପ୍ରତିକ୍ରିୟା ସ୍ୱରୂପ ପାଇବା। ତାପରେ ଡିଫରେଣ୍ଟ କର୍ମ ଡିଫରେଣ୍ଟ ରିଆକ୍ସନ ମିଳିବ। ତାପରେ ଆମେ 5 ପ୍ରକାର କର୍ମ ଶୁଣିଲେ। ନିତ୍ୟ କର୍ମ, ନୈମିତିକ କର୍ମ, ବିହିତ କର୍ମ, କାମ୍ୟ କର୍ମ, ନିଷିଦ୍ଧ କର୍ମ। ତ 5 ପ୍ରକାର କର୍ମ ବୁଝିଲେ। କିନ୍ତୁ ସବୁ କର୍ମ ବନ୍ଧନ ମୁକ୍ତ ହବା ପାଇଁ ଆମକୁ କୃଷ୍ଣ ଚେତନଶୀଳ ହବାକୁ ପଡିବ। ତାପରେ ଆମେ ଶୁଣିଲେ ସାମୂହିକ କର୍ମ। ସାମୂହିକ କର୍ମ କଣ? ନା ଗୋଟେ ପ୍ରକାର ପ୍ରତିକ୍ରିୟା ବହୁତ ଲୋକଙ୍କୁ ନିଜ ନିଜର ପାପର ପ୍ରତିକ୍ରିୟା ସ୍ୱରୂପ ଏକା ବେଳେ ପ୍ରାପ୍ତ ହଉଛି ସାମୂହିକ କର୍ମ। ସବୁ ପ୍ରକାର ସାମୂହିକ କର୍ମର ମୁକ୍ତ ହବା ପାଇଁ ଆମକୁ ଭୌତିକ ଜୀବନଚର୍ଯ୍ୟା ଭିତରେ ମଧ୍ୟ ରହିକି ପଦ୍ମପତ୍ର ମୀମାଂସା, ପଦ୍ମପତ୍ରର ଉଦାହରଣ ସ୍ୱରୂପ ହଉ, କିମ୍ବା ଯୋଉ କ୍ୟାସିୟର ଏକ୍ସାମ୍ପଲ ଦେଲି, କ୍ୟାସିୟର ଭଳିଆ ହେଇକି ଆମକୁ କଣ କରିବାର ଅଛି? ମୁକ୍ତ ହବାର ଅଛି, ଡିଟାଚ ହେଇକି କର୍ମ କରିବାର ଅଛି କୃଷ୍ଣଙ୍କ ପ୍ରୀତି ବିଧାନ ପାଇଁ। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ, ସମସ୍ତ ଭକ୍ତବୃନ୍ଦ କି ଜୟ। ସମୟ ହେଇଗଲାଣି ତଥାପି, କିନ୍ତୁ କାହାର କିଛି ପ୍ରଶ୍ନ ଅଛି ଯଦି ସେୟାର କରିପାରିବ। 1-2 ମିନିଟ ଛାଡିଦବା। ହରେ କୃଷ୍ଣ। हरे कृष्ण प्रभु जी दंड प्रणाम। ପ୍ରଣାମ। କୁହନ୍ତୁ। ପ୍ରଭୁ जी ଯୋଉ କେତେ ଜଣ ଥାନ୍ତି ଯୋଉ କୁହନ୍ତି ଯେ ମୋର ଇଣ୍ଟେନସନ ଠିକ ଥିଲା କିନ୍ତୁ ମୋ କାମ ଭୁଲ ହେଇଗଲା, ଯେମିତି ଆପଣ 6 ନମ୍ବର ଦେଇଛନ୍ତି, why do bad things happen in our life though we try to good now। ତ ଆମେ କିଛି ଗୋଟେ ଜିନିଷଟାକୁ ଭଲ କରିବାକୁ ଚାହୁଁ କିନ୍ତୁ ସେଟା ଯୋଉ ଖରାପ ହେଇଯାଏ, ତ ସେଟା ଆମର କଣ ପୂର୍ବ କର୍ମର କିଛି ପ୍ରତିକ୍ରିୟା ଥାଏ କି? ତ ଯେତିକି ଆମେ ଡିସ୍କସନ କଲେ, ନିଶ୍ଚୟ ଭାବରେ ଆମେ ପୂର୍ବ କର୍ମର ପ୍ରତିକ୍ରିୟାକୁ ପରିବର୍ତ୍ତନ କରିପାରିବାନି, ଏଇ ଜନ୍ମର କର୍ମକୁ ପରିବର୍ତ୍ତନ କରିପାରିବା। କିନ୍ତୁ ଆମେ ଯେତେବେଳେ ଏଇ ଜନ୍ମରେ କର୍ମ ବି କରୁଛେ, ତାର ସେ କର୍ମର ପରିଣାମଟା ଆମ ଆଶା ଅନୁସାରେ ହୁଏନି। ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଦେଲେ କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ।
तो कर्म करिया उपरे कर्मर परिणाम उपरे अधिकार नाही आणि से जो अधिकार कुहा होची माने कर्म करियार उपरे परिणाम उपरे काहा काहार प्रभाव अछि ना पूर्व जन्मर कर्मर प्रभाव अछि समयर प्रभाव अछि परमात्मा प्रभाव अछि हमर निष्ठार प्रभाव अछि विभिन्न अलगा सब फैक्टर अछि 18 नंबर अध्याय तार वर्णना कराଯାଇଛି तो पूर्व ऑब्वियसली पूर्व जन्मर कर्मर प्रतिक्रिया भी प्रभाव करूछि हरे आज्ञा कृष्ण प्रभु ଆଉ ଗୋଟେ ଯୋଉ କ୍ୱେଶ୍ଚନ ଥିଲା ଯେ ଆମର ଯୋଉ ସଞ୍ଚିତ କର୍ମ ଅଛି ମାନେ ପୂର୍ବ ଜନ୍ମର ତ ସେଇଟା କେବଳ ଭକ୍ତି କର୍ମ ମାନେ ଭକ୍ତି ଯୋଗ ଦ୍ଵାରା ହିଁ ସେଟା କେବଳ ମାନେ ମାନେ କ୍ୟାନସଲ କରିହବ ଆଉ କିଛି ମାନେ ଆଉ ଯୋଉ ଆମେ ଯୋଉ ଭଗବାନ ଏବେ ବି ଯୋଉ ପ୍ରାରବ୍ଧ କର୍ମ କରୁଛେ ସେଟାକୁ ବି ସେଇ ଗୋଟେ ହିଁ ୱେ ଅଛି ଯୋଉଟାକୁ କ୍ୟାନସଲ କରିବା ପାଇଁ क्यान्सल भगवान बोले पूर्ण रूप में मूलोत्पाटन कर्म भगवान कर्म नष्ट करदेवे कर्मर प्रतिक्रिया भी नष्ट करदेवे सॉरी कर्मर प्रवृत्ति नष्ट करदेवे कर्मर प्रतिक्रिया भी करदेवे कर्म प्रवृत्ति माने मु जो किसी गोटे कामना वासना हृदय अछि से जो प्रवृत्ति अछि ताको नष्ट करदेले कर्मर प्रतिक्रिया जहाँ भी पूर्वजन्म मध्ये नष्ट करदेवे मोहम सर्व ताम सर्व पापेभ्यो मोक्ष ସବୁ ପାପରୁ ମୁକ୍ତ କରିଦେବ ଗୋଟିଏ ରାସ୍ତା ଯୋଗ ମାଧ୍ୟମରେ ହେଇପାରେନି कर्म ମାଧ୍ୟମରେ କି ଭଲ କର୍ମ କରିକି ଆମେ ଦେଖିଲେ କ୍ୟାନସଲ ବି ହେଇପାରିବନି ଆଉ ତପସ୍ୟା ମାଧ୍ୟମରେ ହେଇପାରିବନି କେବଳ କୃଷ୍ଣ ଭାବନା ମୁକ୍ତ ହେଇକି ଶୁଦ୍ଧ ଭକ୍ତି ଆଚରଣ କରିବା ପର୍ଯ୍ୟନ୍ତ ଆମକୁ ପରିଶ୍ରମ କରିବାକୁ ପଡିବ ହେଲା। ତେଣୁ ସେତେବେଳେ ହିଁ ସବୁ ବ୍ରହ୍ମା ବି ପ୍ରାର୍ଥନା କରିଛନ୍ତି ସେମ ଜିନିଷ ଯୋଉଟା ତୁମେ କହିଲ କି ଶ୍ଲୋକ ମୋର ମନେ ପଡୁନି ଏକ୍ଜାକ୍ଟଲି ବ୍ରହ୍ମ ସଂହିତାରେ ଅଛି ଖାଲି ଗୋଟେ ଟର୍ମ ମୋର ଖାଲି ମନେ ଅଛି ଭକ୍ତି ଭାଜାମ ଅର୍ଥାତ ଭକ୍ତି ମାଧ୍ୟମରେ ସବୁ କର୍ମର ଯୋଉ ବୀଜ ଅଛି ତାକୁ ଭାଜି ହେଇଯାଏ ଭାଜି ମାନେ କରେଇରେ ଏମିତି ଭାଜି ଦିଅନ୍ତି ଫ୍ରାଏ କରିଦିଅନ୍ତି ସର୍ବ କର୍ମର ପ୍ରତିକ୍ରିୟା ସବୁ ନଷ୍ଟ ହେଇଯାଏ ତେଣୁ ଆଉ ଫଳୀଭୂତ ହେଇପାରେନି ଯୋଉ ଫଳୋନ୍ମୁଖ କି ଆମେ ଶୁଣିଲେ ପ୍ରାରବ୍ଧ ତ ସେଟା ସେ ପର୍ଯ୍ୟନ୍ତ ଯାଏନି ଭକ୍ତି କଲେ ନଷ୍ଟ ହେଇଯାଏ ହରେ କୃଷ୍ଣ ଆଜ୍ଞା ପ୍ରଭୁ ଧନ୍ୟବାଦ ହରେ କୃଷ୍ଣ ଆଉ ହରେ କାହାର କଣ କୃଷ୍ଣ ପ୍ରଶ୍ନ ଅଛି? ଯାହାର ପ୍ରଶ୍ନ ଅଛି ସେମାନେ କହିବେ ଯାହାର ନାହିଁ ସେମାନେ ଯାଇ ବି ପାରିବେ କାରଣ ସମୟ ବହୁତ ହେଇଗଲାଣି କାଲି ଗୋଟିଏ ଦିନ କ୍ଲାସ ରହିବ ତାପରେ ଯେହେତୁ ଆମେ ମାୟାପୁର ଯାଉଛି ତ ମାୟାପୁର ଆସିଲା ପରେ 26 ତାରିଖ ପରେ ଶିବରାତ୍ରି ପରେ ହିଁ ସେସନ ରହିବ ସେ ପର୍ଯ୍ୟନ୍ତ ଛୁଟି ହେଲା ଖାଲି ମୁଁ ରିପୋର୍ଟିଂ ଟିକେ ଦେଖିବା ପାଇଁ ଚାହିଁବି ସମସ୍ତଙ୍କର କାଲି ଗୋଟିଏ ଦିନ କ୍ଲାସ ରହିବ ଠିକ ଅଛି ଆଉ ଗୋଟିଏ ସଂକଳ୍ପର ଏଇ ଯୋଉ शेड्यूल ଅଛି ଗୋଟିଏ ଦିନ ଅଛି ତାପରେ ଆଉ ଗୋଟେ ନୂଆ ଟପିକ ପଳେଇ ଆସିବ ଠିକ ଅଛି ହଁ ନେକ୍ସଟ ପ୍ରଶ୍ନ କଣ କହୁଥିଲେ ପ୍ରଭୁ ଜଣେ ଯଦି ତାମାନେ ସେ କଷ୍ଟ ପାଉଛି ଯେମିତି କି ଭିକାରୀ ହଉ ବା କିଛି ଡିଜିଜ ଯୋଗୁ ସେ କଷ୍ଟ ପାଉଛି ତା ଲ କର୍ମ ଅନୁସାରେ ସେ କଷ୍ଟ ପାଉଛି କିନ୍ତୁ ଆମେ ଯଦି ତାକୁ ଯଦି ହେଲ୍ପ କରିପାରିବା ଯେମିତି ଫାଇନାନ୍ସିଆଲି ହଉ ବା କିଛି ବି ଯଦି ହେଲ୍ପ କରିବା ତାହେଲେ ଆମେ କଣ ଭଗବାନଙ୍କ ଏଗନେଷ୍ଟ ହବା କି ମାନେ ତା ଲ କର୍ମ ଅନୁସାରେ ସେ ଇଏ କରୁଛି କିନ୍ତୁ ଆମେ ତାକୁ ହେଲ୍ପ କରୁଛନ୍ତି ହଁ ଆମେ ପ୍ରକୃତି ନିୟତିର ଏଗେନଷ୍ଟରେ ଆମେ ଯାଉଛେ କାହିଁକି ତାଙ୍କୁ ସେ କର୍ମର ପ୍ରତିକ୍ରିୟା ଭୋଗ କରିବାର ଅଛି ଦେଖନ୍ତୁ ଆମେ ଯେତେବେଳେ କହୁଛୁ ଅନ୍ୟକୁ ସାହାଯ୍ୟ କରିବୁ ତ ସେଠି ଗୋଟେ ଜିନିଷ ପଳେଇ ଆସୁଛି କି ଆମର ତା ସହିତ କିଛି ବିଶେଷ ଲିଙ୍କ ନଥିବ ଯେମିତି ଆମର ଭାଗ୍ୟରେ ଏମିତି ଥିବ କି ନାଇଁ ମୁଁ ସେଇ ଲୋକ ମୁଁ ଗୋଟେ ଲୋକକୁ ସାହାଯ୍ୟ କରିବି ହେଲା ତ ସେ ଠିକ ଟାଇମରେ ସେ ଲୋକ ପହଞ୍ଚିକି ପଳେଇ ଆସିଥିବ ତେଣୁ ଆମେ ବି ସେଇ ଲୋକର ସାହାଯ୍ୟ କଲା ପରେ ତାର ଯଦି ଉତ୍ତର ଉନ୍ନତି ନ ହଉଛି ଆଧ୍ୟାତ୍ମିକ ମାର୍ଗରେ ସେ ଯାଉନି ତାହେଲେ ସେ ଯୋଉ କର୍ମ କରିବ ତାର ପ୍ରତିକ୍ରିୟାର କିଛି ଅଂଶ ଆମେ ଗ୍ରହଣ କରିବା ତୁମେ ଗୋଟେ ଟଙ୍କା ଟେ ନେଲ ମନ୍ଦିର ସାମ୍ନାରେ ଗୋଟେ ଭିକାରୀକୁ ଦେଇଦେଲ ତ ସେଇ ଜାଗାରେ ସେ ଗୋଟେ ସେଇ ଲୋକଟେ ସିଏ କଣ କଲା ନେଇକି ଗୋଟେ ଟଙ୍କାଟେ ସିଗାରେଟ ପିଇଦେଲା ଏବେ ସିଗରେଟ ପିଇକି ସେ ଗୋଟେ ସ୍ତ୍ରୀ ଲୋକକୁ ଖରାପ ବ୍ୟବହାର କଲା ଏବେ ସେଇ ଯୋଉ ପାପଟି ହେଲା ସେ ପାପରେ ଯିଏ ଟଙ୍କାଟେ ଦେଇଥିବ ତାକୁ ବି ଲାଗିବ କେହି ଖସିକି ଯାଇପାରିବେ ନାହିଁ ତ ସେଥିପାଇଁ ଡିଭୋଟି ମାନେ କଣ କରନ୍ତି ପ୍ରସାଦ ନିଅ ଭଗବାନଙ୍କର ହରିନାମ ନିଅ ଆଉ କିଛି ନାହିଁ କାହିଁକିନା ଆମେ ଅନେସେସରୀ ଆମର ପାପ ତ କମ ନାହିଁ ଆମେ କାହିଁକି ପାପଟାକୁ କିଣିବା ହେଲା ଅନ୍ୟକୁ ସାହାଯ୍ୟ କରିବା ପାଇଁ ମନା କରାହଉନି ତାଙ୍କୁ ନେଇକି କୃଷ୍ଣ ଭାବନାମୃତ କର ତାଙ୍କ ପାଇଁ କମ୍ବଳ ଦିଅ ଘର ଦିଅ ଯାହା କରୁଛ କର କିନ୍ତୁ କୃଷ୍ଣ ଭାବନା ମଧ୍ୟ ହବା ଦରକାର ସେଇଟା ହିଁ ମେନ୍ ଫୋକସ ଥାଏ ଭଗବାନ ବି ସେଇଟା ଏବେ ମାତାଜୀ ପଚାରିଲେ କି କେବଳ ଭଗବାନଙ୍କର ଭକ୍ତିରେ ହିଁ ତାଙ୍କର କର୍ମର ବନ୍ଧନ ନଷ୍ଟ ହବ ଗୋଟେ ଲୋକ ଦୁଃଖ ପାଉଛି କାହିଁକି ନା ପାପ କରିଛି ବୋଲି ତ ପାପରଟାକୁ ନଷ୍ଟ କରିବା ନା ଖାଲି ପ୍ରତିକ୍ରିୟାକୁ ନଷ୍ଟ କରିବା ପ୍ରତିକ୍ରିୟା ନଷ୍ଟ କଲେ ତ କାଲି ପୁଣି ଆମର ହାତରେ ଗୋଟେ ବଏଲ ହେଇଯାଇଛି ତ ସେ ବଏଲ କାର କଣ ସେଇଟା କହନ୍ତି ପିମ୍ପଲ୍ସ ବଗେରା ହୁଏ ସେମାନେ କହନ୍ତି ଅଏଣ୍ଟମେଣ୍ଟ ବଗେରା ଲଗାନ୍ତି ତ ସେଇଟା କିଛି ଦିନ ପାଇଁ ଭଲ ହୋଇଯାଏ କିନ୍ତୁ ତାପରେ ବି ସେଟା କିଛି ଦିନ ପରେ ପୁଣି ବାହାରିକି ଆସେ ବ୍ଲଡ ଇମ୍ପ୍ୟୁର ଅଛି ବ୍ଲଡ କୁ ପ୍ୟୁରିଫାଏ କରିବାର ଅଛି ତ ମୂଳ କାରଣ ହେଲା କୃଷ୍ଣ ବିମୁଖ ତାକୁ ଆମେ ପ୍ୟୁରିଫାଏ କରିବା ପାଇଁ ଭଗବାନ ପ୍ରସାଦ ଦିଅନ୍ତି ପଇସା ଫାଇନାନ୍ସିଆଲ ହେଲ୍ପ କେବେ କରିବନି କାହିଁକି ନା ଆମେ ଜାଣିନେ ସେ ଲୋକ କଣ କରିବ ବୋଲି ତେଣୁ ପ୍ରସାଦ ହରିନାମ ତ ଏହା ବ୍ୟତୀତ ଆମେ ଆଉ କିଛି
ଦିଆଯାଏନି। ହରେ କୃଷ୍ଣ। ସତ୍ୟତର ବୁଝିଗଲା ନା ଟିକେ? ଆଜ୍ଞା ପ୍ରଭୁ। ହରେ କୃଷ୍ଣ। ହରେ କୃଷ୍ଣ। ଆଉ କଣ କଣ ପ୍ରଶ୍ନ ଅଛି? हरे कृष्ण प्रभु जी, दंडवत प्रणाम। प्रणाम कुहतु। प्रभु जी, आम हृदय रे परमात्मा अछंती किंतु माने गोविंद नहांती, आउथरे बुझिगली। भगवान भगवद गीता 2.2 रे भगवान विभिन्न अनुभव विषय वर्णन कराଯାଇଛି। ब्रह्म परमात्मा भगवान ताम हृदय जीव मानकर हृदय भगवान परमात्मा रूप रे थांती। परमात्मा माने गोटे स्पेसिफिकली फंक्शन दिया है। भगवद गीतार गोटे श्लोक अच्छी वर्णन कराई उपदेष्टा अनुमंता च भर्ता भोक्ता। तो वर्णना से श्लोक वर्णना कर भगवान परमात्मा रूप में आम हृदय जो थांती से आमर ये फंक्शन गुड़ा देली कि सुपर सोल कर्म इज एडमिनिस्ट्रेड बाय सुपर सोल। जी फंक्शन दिहला से परमात्मा फंक्शन से फंक्शन टा भगवत धाम रे दरकार पड़ेनी कारण जीव से पूर्ण रूपे चिन्मय हो जाता है सचेतनशील हो जाता है परमानंद प्राप्त करता है। से फंक्शन टा स्पिरिचुअल वर्ल्ड रे दरकार पड़ेनी मटेरियल वर्ल्ड रे कहीं आम भूली जाती आज कौन इच्छा करते कि नेक्स्ट जन्म रे कौन इच्छा हवा इच्छा करते भूली भगवान हृदय अच्छा सचेत करने तो ये भूल कर खराब कर सचेत करने परमात्मा अच्छा कि शुद्ध साधु मान हृदय भगवान था भगवान गोविंद था निजे भगवान था परमात्मा तो पर कथा भगवान रही मान परमात्मा भी भर रहीगले भगवान को हृदय विश्राम कराती तुम्हारा हृदय सदा गोविंद विश्राम आम हृदय भगवान परमात्मा अच्छा भी आम हैरान करछे। धन्यवाद प्रभु। हरे कृष्ण। तो डिस्कनेक्ट हो गला समस्त लीव कर दियंतु काले हमें मॉर्निंग रे जप करिवा ठीक अछि। हरे कृष्ण। वर्षा महाराज जी आज्ञा प्रभु जी कृष्ण। तो बुझिला ना तुम प्रश्न रो उत्तर कौन थिला? आज्ञा प्रभु जी। ठीक अछि टाइम भी गलानी तो माने रेस्ट करो खाई पी की
କାଲି ସକାଳେ ମର୍ଣ୍ଣିଂ ରେ ଧ୍ୟାନ ଜପ କରିବାର ଅଛି। ହରେ କୃଷ୍ଣ, ଶ୍ରୀଲ ପ୍ରଭୁପାଦ କି ଜୟ।